समस्त को नववर्षर शुभेच्छा और नमस्कार। आज गोटे विशेष दिन बारंबार किस में उठुछ से कहवा अनुसार अनेक दिन इच्छा कले कि सब दिन गुड़ाक बातिल है विभिन्न कारण हेतु कि आज आम को प्रभु सुंदर अवकाश देते मिलन हाँपाई एकत्रित हाँपाई दशमे 13 अध्याय माइक गुड दियो का गुटे हाँ जल्दी स्पीड जे बाहर करता हो आज आने आदि पुस्तक 13 अध्याय देखा ये अध्याय टी एपरी गोटे अध्याय जेतेबेले मनुष्य द्विधारे पड़े ए बाटे जीवी ना से बाटे जीवी बा एपट जीवी ना सेपट जीवी गोटे छकरे ठिया हम कुआड़े जीवी से समय ये अध्याय टी बेसी साहाय्य करे जीवन रे सबु बेले आमाने गोटे स्थान रे पहुंचो जो स्थान रे कि आमाने दिग निर्णय करिया पाई अनेक समय कष्ट हुए संदेह रे पड़ी जाओ द्विधारे पड़ी जाओ संकोच हुए जे आमे क्यों बाटे जीवा अनेक समय समस्या भी एपरी आसे जे आमाने कुआड़े जीवु कौन करिवु जानि पार न था तो ये अध्याय टी आम साहाय्य करिवो ये अध्याय गोटे बाइबल गोटे मुख्य अध्याय केंद्र अध्याय जो अध्याय को आमाने निष्पत्ति ना पाई सिद्धांत ना पाई आम को साहाय्य करे आमाने जानू जे ये जो आदि पुस्तक 11-25 पर्यंत जो मुख्य व्यक्ति अच्छा ना है अब्राहम जड़े श्रेष्ठ व्यक्ति प्राय माने 60-75 वर्ष भितर प्रभु डाकिले गोटे बहुत गोटे देश एपरी गोटे देश से देश को डका है डका है से ऊर देश थे ऊर देश से 15 अध्याय आदि पुस्तक 15:7 आम देखिपर लिखा जाऊँगी अब्राहम को प्रभु ऊर देश आनिले ऊर देश बाहरिला तापरे आम 11 अध्याय तार 31 पद देखू से लिखा जाऊँगी जे ऊर बाहरी से माने आसी हारण रे बास कले ऊर बाहरी हारण रे बास कले आ हारण जेतेबेले से माने बाहरिले माने हारण जेतेबेले से थिले प्रभु आउ थरे तांको कहले जे ऊर देश तुम आनिलो काहे कि गोटे देश दवा पाई गोटे वंश दवा पाई किंतु तुम एबे रही जाइछो हारण रे जेतेबेले तांको बापा मरी गले सेठु से आउ थरे यात्रा आरंभ कले आ 12 अध्याय तार 4 पद देखो से प्रभुंकर वाक्य अनुसार यात्रा आरंभ कले प्रभुंकर वाक्य अनुसार आमने 11:31 देखो यात्रा लिखाई 11:31 देखुचो यात्रा करी हारण रे बसती कले तो से
ତାଙ୍କ ଜୀବନ ଆମେ ଯଦି ଦେଖୁ ତାଙ୍କ ପୂର୍ଣ୍ଣ ଜୀବନଟା ଯାତ୍ରାର ଜୀବନ। ଆମେ 12 ଅଧ୍ୟାୟରେ ଯଦି ଦେଖୁ ତାର 9 ପଦ ଦେଖିପାରିବୁ, ଲେଖାଯାଉଛି 12 ଅଧ୍ୟାୟ 9 ପଦରେ ସେ ଭ୍ରମଣ କରୁ କରୁ ଯାତ୍ରା କରୁଥିଲେ, ଭ୍ରମଣ କରୁଥିଲେ। ଗୋଟେ ଗୋଟେ ସ୍ଥାୟୀ ଜାଗା ତାଙ୍କ ପାଇଁ ନଥିଲା। ସେ ଦେଶ ଛାଡ଼ିଲେ, ଯୋଉଠି ସ୍ଥାୟୀ ଜାଗା ଥିଲା ତାଙ୍କ ପାଇଁ। ଏବେ ସେ ବାହାରି ଆସିଲେ ନିଜ ଦେଶରୁ, ଆଉ ଗୋଟେ ଦେଶକୁ ଯାଉଛନ୍ତି, ଯୋଉଟା ପ୍ରଭୁ ଦେଖାଇବେ ସେ ଦେଶକୁ ଯିବେ। ନିଜ ଦେଶ ଛାଡ଼ିଦେଲେ, ଆଉ ଗୋଟେ ଦେଶକୁ ସେ ଯାଉଛନ୍ତି। ଏବେ ଆମେ ଦେଖୁ 10 ପଦରେ ଯେ ସେ ଯାତ୍ରା କଲେ, ଆଉ ଥରେ ଲେଖା ହେଇଛି ଯାତ୍ରା କଲେ, ଯାତ୍ରା। ତାପରେ ଆମେ ଯଦି 13 ଅଧ୍ୟାୟ 1 ପଦ ଦେଖୁ, ସେଇଠି ବି ଲେଖା ହଉଛି ଯେ ମିଶ୍ର ଦେଶରୁ ବାହାରି ଦକ୍ଷିଣାଞ୍ଚଳକୁ ଯାତ୍ରା କଲେ। ତ ଅବ୍ରାହମର ଜୀବନଟା ଗୋଟେ ଯାତ୍ରାର ଜୀବନ ଥିଲା, ଭ୍ରମଣ କରିବା ଜୀବନ ଥିଲା। ସେ ଗୋଟେ ଜାଗାରେ ସ୍ଥାୟୀ ରହିପାରୁନଥିଲେ। ଯେହେତୁ ପ୍ରଭୁ ତାକୁ ଗୋଟେ ସ୍ଥାୟୀ ଜାଗା ଦେବା ପାଇଁ ଇଚ୍ଛା କରୁଛନ୍ତି, ଆଉ ସେ ସ୍ଥାୟୀ ଜାଗାକୁ ଆସୁଛନ୍ତି, ଆଉ ଅନ୍ୟ ଆଡେ ଚାଲି ଯାଉଛନ୍ତି ବିଭିନ୍ନ ସମସ୍ୟା ହେତୁ। କିନ୍ତୁ ଏବେ ଆମର ଯଦି ଏଇ ଅଧ୍ୟାୟଟି ପଢିବୁ, ଏଇଠି ବି ଗୋଟେ ସମସ୍ୟା ଅଛି। ତେଣୁ ସେ ଯାତ୍ରା କରୁଛନ୍ତି। ଆମମାନେ ଏଇ ଜଗତରେ ଯଦି ଆମର ଗୋଟେ ପରମାନେଣ୍ଟ ଘର ଅଛି ଏଠି, ତଥାପି ଆମର ଜୀବନକୁ ଦେଖିଲେ ଯାତ୍ରା, ଆମେ ଯାତ୍ରା କରୁ, ଏପଟେ ଯାଉ, ସେପଟେ ଯାଉ, ସିଆଡ଼େ ଯାଉ, ଏଆଡ଼େ ଯାଉ, ମାନେ ବିଭିନ୍ନ ସ୍ଥାନକୁ ଆମେ ଭ୍ରମଣ କରୁ। ଆମର ଯେତେବେଳେ ମୃତ୍ୟୁ ହେଇଯିବ, ଆମ ଯାତ୍ରାଟା ଶେଷ ହେଇଯିବ। ତେଣୁ ଜୀବନ ଯାତ୍ରା ବୋଲି କୁହାଯାଏ। ସେଥିପାଇଁ ଆମ ଜୀବନ ଗୋଟେ ଯାତ୍ରା କରୁଛି, ଆମେ ଚାଲୁଛୁ, ଜୀବନ ଯାତ୍ରାରେ ଆମେ ଚାଲୁଛୁ। ସେଇ ସମୟରେ ଆମର ଜୀବନକୁ ଅନେକ ବିଷୟ ପ୍ରଭାବିତ କରେ। ଅବ୍ରାହମ ବି ଯାତ୍ରା ଆରମ୍ଭ କଲା, ପ୍ରଭୁ ଆଦେଶରେ ଯାତ୍ରା ଆରମ୍ଭ କଲା, କିନ୍ତୁ ତାକୁ ବିଭିନ୍ନ ସମସ୍ୟା ଆସିଲା। ତାକୁ ଗୋଟେ ଆଦେଶ ଦିଆଯାଇଥିଲା ଯେ ତୁମେ ସମସ୍ତଙ୍କୁ ଛାଡ଼ି ଆମେ ଯୋଉ ଜାଗା ଦେଖାଇବା, ଆମେ ଯୋଉ ସ୍ଥାନ ଦେଖାଇବା, ଆମେ ଯୋଉ ଦେଶ ଦେଖାଇବା, ସେଇଠି ତମେ ଯିବ। এটা ତା ପାଇଁ ଗୋଟେ ଚ୍ୟାଲେଞ୍ଜ ଥିଲା, ଗୋଟେ ଆହ୍ୱାନ ଥିଲା ତା ପାଇଁ ଯେ ସବୁ ପରିତ୍ୟାଗ କରି ସେ ଯିବ। ମାନେ ସେଇ ସମୟରେ କେହି ଜାଣିନଥିଲେ ପରମେଶ୍ୱର, କେହି ଜାଣିନଥିଲେ ସଦାପ୍ରଭୁ, କେହି ଜାଣିନଥିଲେ। ସେ ଗୋଟେ ଅନ୍ଧାରରେ ଥିଲା ଲୋକ, ତାକୁ କିଛି ଜଣା ନଥିଲା। ଆଉ ଗୋଟେ ବଡ ସମସ୍ୟା ଥିଲା, ସ୍ୱାମୀ ସ୍ତ୍ରୀ ଥିଲେ କିନ୍ତୁ ତାଙ୍କୁ ଛୁଆ ନଥିଲା, ତାଙ୍କର କୌଣସି ଛୁଆ ନଥିଲା। ସେତେବେଳେ ଆମେ ଦେଖୁଛୁ ଯେ ତାର ପୁତ୍ରା ଲଟକୁ ଧରି ସେ ବାହାରିଲା। 4 ପଦ ଆମେ ଦେଖିବା, ଲେଖା ଯାଉଛି 4 ପଦରେ, ଅନନ୍ତର ଅବ୍ରାହମ ସଦାବେଳେ ବାକ୍ୟ ଅନୁସାରେ ପ୍ରସ୍ଥାନ କଲେ। ବାକ୍ୟ ଅନୁସାରେ ପ୍ରସ୍ଥାନ କଲେ, କିନ୍ତୁ କଣ ଲେଖା ହେଇଛି, ଲୋଟ ତାଙ୍କ ସଙ୍ଗରେ ଗଲେ। ଲୋଟକୁ ସେ ଛାଡି ନଥିଲେ। ଯେହେତୁ ଲୋଟର ବାପା ମରିଯାଇଛି, ଅବ୍ରାହମକୁ ପୁଅ ଝିଅ ନାହିଁ, ସେଥିପାଇଁ ସେ ଲୋଟକୁ ନେଇକି ଯାଉଛନ୍ତି। କିନ୍ତୁ ପ୍ରଭୁଙ୍କ ଆଦେଶ କଣ, ସମସ୍ତଙ୍କୁ ଛାଡିକି ଯିବ। এটা ଗୋଟେ ବଡ ସମସ୍ୟା ଅବ୍ରାହମ ପାଇଁ। ପରିବାରକୁ ପରିତ୍ୟାଗ କରିବ, କେବଳ ସ୍ୱାମୀ ସ୍ତ୍ରୀ ଯିବ। ପୁତ୍ରାକୁ ପରିତ୍ୟାଗ କରିଦେବ, କେବଳ ଅବ୍ରାହମ ଆଉ ତା ସ୍ତ୍ରୀ ଯିବେ। ଯେତେବେଳେ ପ୍ରଭୁଙ୍କର ବାକ୍ୟକୁ ଆମେ ବିଶ୍ୱାସ କରୁ, ଆମକୁ ପ୍ରଭୁ ବ୍ୟକ୍ତିଗତ ଭାବରେ ଡାକନ୍ତି, ଜଣ ଜଣକୁ ଡାକନ୍ତି। ଅନେକ ସମୟରେ ଆମେ ଚିନ୍ତା କରୁ କଣ ଯେ ସେ ଗଲେ ମୁଇଁ ଯିବି, ମୁଇଁ ଗଲେ ସେ ଯିବ, ତାକୁ ଧରି କରି ଯିବି, ଏହିପରି ଚିନ୍ତା ହୁଏ। ଯଦି ସେ ବିଶ୍ୱାସ କରୁନାହିଁ, ମୁଁ ବିଶ୍ୱାସ କରିବି ନାହିଁ। ସେ ବିଶ୍ୱାସ କରୁନାହିଁ, ମୁଁ ବିଶ୍ୱାସ କରିବି ନାହିଁ। ସେ ବିଶ୍ୱାସ କଲେ ମୁଁ ବିଶ୍ୱାସ କରିବି। এই প্রকার সমস্যা মনুষ্যর জীবনে আসে। কিন্তু অব্রাহাম যেତେବେଳେ ସେ ବାହାରିଲା, ପ୍ରଭୁଙ୍କର ବାକ୍ୟ ଅନୁସାରେ ବାହାରିଲା, କିନ୍ତୁ ସେ ପୂର୍ଣ୍ଣ ବାକ୍ୟକୁ ନିଜ ଜୀବନରେ ପ୍ରୟୋଗ କରିନାହିଁ। ତ ତା ଜୀବନ ଯାତ୍ରା ଆରମ୍ଭ ହେଲା, ପ୍ରଭୁଙ୍କର ବାକ୍ୟ ଅନୁସାରେ ଜୀବନ ଯାତ୍ରା ଆରମ୍ଭ କଲା, ଯାତ୍ରା କଲା, ଭ୍ରମଣ କଲା। କିନ୍ତୁ ପ୍ରଭୁ ତାକୁ ସବୁ ଛାଡ଼ିକି ଯାଅ। ଏବେ ତାର ଗୋଟେ ବଡ ସମସ୍ୟା ହେଲା କଣ, ତାର ପୁତ୍ରା ଅଛି, ତାକୁ କେମିତି ଛାଡ଼ିବ? ସେ ତା ବାପା ମରିଯାଇଛି। ତେଣୁ ଏବେ ଆମେ ଦେଖିବା କଣ ହଉଛି। 13 ଅଧ୍ୟାୟ 2 ପଦ ସେଠି ଲେଖା ଯାଉଛି, ଆଦି ପୁସ୍ତକ 13:2। ଆମେ ବାଇବଲ ଭଲ ଭାବେ ଦେଖିବା, ତେବେ ଆମେ ଭଲ ବୁଝିପାରିବା। ଲେଖା ଯାଉଛି ଅବ୍ରାହମ କଣ ଥିଲେ? ମାଇକ୍ ନାହିଁ ରେ, ଏପଟ ମାଇକ୍, ଅବ୍ରାହମ ଏପଟ ମାଇକ୍। ଧନୀ ଥିଲେ ଲେଖା ହେଇଛି।
अब्राहम कौन थे धनी थे अब्राहम धनी थे अनेक पशु थे से समय रे धनी ताकू को आगे जाके बेसी छेड़ी मेंढा गाई गोरु थे से बेसी धनी बोली सुना भी थिला ताकर तो अब्राहम ठारे किछि उणा नथिला किंतु गोटे उणा थिला ताकू पुओ नथिला पुत्रा को धरि जाउछि आ प्रभु आदेश कोन पुत्रा को छाड़िबा कर आमे जेतो जीवन यात्रा आरंभ करछु प्रभु यीशु सहित विश्वास करी हमको मध्य प्रभु आदेश दियन आ से आदेश को हमें संपूर्ण रूपे पालन करि पार न था केते विषय हमने धरि की चाली था जोटा काम परित्याग करा पे प्रभु विश्वास करछि कि अन्य विषय में को जाउ धरिछि प्रभु विश्वास करछि तो अन्य विषय माने हाथ मुठा रखि देछि सेटा मु छाड़िया पे इच्छा करू नै नाराज सेठी मु सब छाड़ दे पारबी किंतु प्रभु मैं सब छाड़ दे एटा मु छाड़िबी नै हमर जीवन अनेक विषय अछि जोटा क्या माने ए आओ हेलो पिला माने पार्टी करबो नै चुपचाप बसो तो आमे मध्य देखो प्रभु हमन को डाकी छंती हमन को यात्रा देई छंती जेति हमें ए वर्ष 2025 को यात्रा आरंभ करू नया वर्ष आरंभ हेले हमन विभिन्न इच्छा करथि हमति कर देबी सेमति कर देबी किंतु वर्ष सरजिबो किछि हबनी 2024 से चिंता करथुलो किछि हला नै 2025 रे योजना करबो चिंता करबो किछि हबो नै आम जीवन यात्रा रे आम माने संपूर्ण रूपे केवल प्रभुकर वाक्य अनुसार यदि करू तेरे आम यात्राटा सफल हम नहले विफल हम अनेक समय कौन करू जोटा आम पसंद अच्छी भल लगुच धरिकी चलू अन्य भाव साधारण भाव पाप करू यात्रा भी करू सेटा प्रभुकर आदेश नुहे सेटा प्रभुकर इच्छा नुहे प्रभुकर पसंद नुहे एठी हमें देखुछु अब्राहम जीवन गोटे समस्या अछि तार पुत्रा अछि पुत्रा को छाड़ी पारबा जे तार बापा नै एबे हमें पढिबा तीन पद से देखा जाउछि पुलिस पूर्व जातानुसार दक्षिणରୁ बोतल आरକୁ जाऊ बोतल और मध्यवर्ती जो स्थान पूर्व ताकर तंबू स्थापित होइतिला बैठेल को गले से आ देखो जो सिटी पर तंबू से तैयारी करते सेठी गले आ सेठी हम देखो छु जीवन यात्रा रे जदी किछि समस्या होछि देखो ए लोक बहुत धन अछि दुई पद अनुसार त प्रचुर धन अछि हमन मध्य धन अछि मते भी धन अछि तुमान भी धन अछि तुमान के देखले के दरिद्र बोली कहबे नै खाली मोहन माझी सुभद्रा बोली दब नले आ के किछि दवा लोक नै सुभद्रा को नै कालिया योजना ही गला सुभद्रा योजना चली छी एबे गोटे बाकी अछि के जागा अछि कि नै से हाव गले बलभद्र योजना गोटे ही पारे हे जाय छी के हे जाय छी तो बाकी का कोन योजना जहा योजना हेले मध्य कौन सी योजना कार्यकारी हेबो नै हमर दरिद्रता दूर हेबो नै सरकार योजना हमर दारिद्रता दूर करबो नै पारिबो नै माने हम कौन को चावल बिना मूल्य रे चावल देले मत लोक माने मोटा ही पारबे नै चावल देले तेल दबो नै सरकार सब दबो कि दे पारबे तेणु कौन सी योजना कार्यकारी हेब ना मन रखियो आम दौड़बू सुभद्रा योजना पे एते लोक दौड़ी जे हताश निराश भी जाइछन्ति तेणु एबे आहुरी 5,000 अधिक देवा पे से निष्पत्ति नहीं बड़ चालाक से करछि के जानबे ना पर जानबे तो तेणु से कहउछन्ति 2025 रे 3 थर दबई कहउछन्ति बहुत खुशी हो गल तुम माने 15,000 पाई जो हेले मध्य दरिद्र जेते सरकार पैसा तुम नेब सेते कोन हबो
ଦରିଦ୍ର ହେବ। ଏଠି ଆମେ ଦେଖୁଛୁ ଅବ୍ରାହମ ଜଣେ ଧନୀ ବ୍ୟକ୍ତି, ପ୍ରଚୁର ସମ୍ପତ୍ତି ଅଛି, କିନ୍ତୁ ତାର ଜୀବନରେ ଗୋଟେ ସମସ୍ୟା କଣ? ପ୍ରଭୁଙ୍କର ବାକ୍ୟକୁ ପୂର୍ଣ୍ଣ ରୂପେ ମାନୁନାହିଁ। ଏବେ ଆମେ ଦେଖିବା ପରବର୍ତ୍ତୀ ଅଂଶ 4 ପଦ। ସେଠି ଦେଖୁଛୁ ଧନ ଅଛି, ସବୁ ଅଛି, କିନ୍ତୁ ତା ପାଖରେ ଗୋଟେ ବଡ ବିଷୟ ଅଛି। କଣ ଲେଖା ହେଇଛି? ଲେଖାଯାଉଛି ଯେ ପ୍ରାର୍ଥନା କଲେ। ସେ କଣ କଲେ? ପ୍ରାର୍ଥନା କଲେ। ଯାତ୍ରା, ଜୀବନ ଯାତ୍ରାର ସବୁଠୁ ବଡ ବିଷୟ ହେଲା, ମୂଲ୍ୟବାନ ବିଷୟ ହେଲା ପ୍ରାର୍ଥନା। এই যাত্রারে যদি প্রার্থনা নাই, এই যাত্রা বিফল হয়ে যাব। খ্রিস্টিয়ান জীবনর যাত্রারে প্রার্থনার উপরে মৌলিক ভূমি রয়েছে, মূল ভূমি রয়েছে। এই যাত্রা, এই ভ্রমণে যদি প্রার্থনা যে করু নাই, অনেক লোক প্রার্থনা করতে নাই, কিন্তু বিভিন্ন কার্য করতে আর বিভিন্ন প্রকার সব বিষয় পাইবা ইচ্ছা করতে পাই যাতে, কিন্তু সেই প্রাপ্তিরে আনন্দ নথায়, সেই প্রাপ্তিরে খুশি নথায়। আমার পাখে সবু আছে, কিন্তু আনন্দ নাই, যেহেতু আমরা সম্পূর্ণ রূপে ঈশ্বরের বাক্যকে পালন করি না। তো আমি যদি 2025 করে জীবন যাত্রা নেবা, তো আমি আগুকু পড়ুছু। প্রারম্ভিক বিষয় হল প্রার্থনা। ধন ଅଛି, জ্ঞান ଅଛି, বড় ଅଛି, শক্তি ଅଛି, জমি ଅଛି, সবু ଅଛି, কিন্তু খ্রিস্টিয়ান জীবন যদি প্রার্থনা নাই, তো সে জীবন বেকার জীবন, মূল্যহীন জীবন। ଆମେ 1 ତାରିଖ ଦିନ 31 ଆଉ 1 ରାତିର ବହୁତ ସମୟ କଟାଇଦେଲୁ। ତ 1 ତାରିଖ କାଲି ଉଠିଲା ବେଳକୁ କିଏ 12ଟା କି ଘଣ୍ଟେ ଏମିତି ଆମର ଫାର୍ଷ୍ଟ ଡେ ବିଫଳ ହେଇଗଲା। ପ୍ରଥମ ଦିନ ବିଫଳ ହେଇଗଲା। ଆମେ ଗୋଟେ ଜମା ହେଲୁ, ଆମ ପରିବାର ପ୍ରାର୍ଥନା କରୁ, ପ୍ରାର୍ଥନା ବି ହେଲାନି, କାହିଁ ବିଭିନ୍ନ ସମସ୍ୟା ହେଲା। তো ফার্স্ট ডে আমি বিফল হয়ে যাই, সেকেন্ড ডে বি যদি বিফল, থার্ড ডে যদি বিফল হয়ে যাবা। যে যাত্রা করুছু, যাত্রার মূল বিষয় হল কোন? প্রার্থনা। কোন লেখা দেখ, যজ্ঞ বেদী। ঘর সবু থাও, সুন্দর ঘর থাও, ইন্দিরা আবাস থাও কি নবীন নিবাস থাও, কোন দরকার? যজ্ঞ বেদী। ঘরে গোটে যজ্ঞ বেদী যদি নাই, যজ্ঞ বেদী মানে বেদী বনাইবা নুহে, যোউটি প্রার্থনা করা যাই পারিব। আজ আমার ঘর বড় সুন্দর আছে, কিন্তু সে ঘরে প্রার্থনা নাই। আর যদি প্রার্থনা নাই, আমি জানিবা খব আমার জীবন যাত্রা দুর্বল হয়ে যাচ্ছে। তবে অব্রাহাম ধন ଅଛି, সম্পদ ଅଛି, স্ত্রী ଅଛି, পুত্রা ଅଛି, ସବୁ ଅଛି, কিন্তু ପ୍ରାର୍ଥନା କଲା। ପ୍ରାର୍ଥନା କଲେ ଏବେ ଦେଖିବା କଣ ହଉଛି। ଦେଖନ୍ତୁ ଆଗକୁ ବଢିବା। 5 ପଦ। ପୁଣି ଅବ୍ରାହାମଙ୍କ ସଙ୍ଗୀ ଲଟଙ୍କର ମଧ୍ୟ ଅନେକ ଅନେକ ମେଷ, ଗୋରୁ ଓ ତମ୍ବୁ ଥିଲା। ତାର ପୁତ୍ରାକୁ ମଧ୍ୟ ଅଛି ଧନ। 2 ଜଣ ଯାକ ଧନୀ। যদি গোটে গাঁরে 2টা ধনী থিবে, সমস্যা বেশি থিব। গোটে ধনী থিলে ভাল, যে 2টা লিডার থিলে সমস্যা হব, গোটে লিডার থিলে ভাল। 2টা মন্ডলী থিলে সমস্যা হব, গোটে মন্ডলী থিলে ভাল। যদি 2টা আছে সবବେଳେ সমস্যা হব। 2টা স্ত্রী থিলে সমস্যা, 2টা পুଅ থিলে মধ্যে সমস্যা হব, 2টা ঝিও থিলে সমস্যা হব। গোপাল তো 5টা আছে, কেতে সমস্যা দেখ। যেজন আমি এটি চেয়ারে বসলু, চেয়ারে বসলে ভালো নাই যে আমি সমস্যাহীন ফুলমালা পড়াই দেলে কଣ হবে? সমস্যা ভিতরে আর মালা মড়াই দিচ্ছ। যেজন বসিছ, ভালো ভাবে চিন্তা করব। যাত্রা আরম্ভ করেছ, তোমার জীবনে সমস্যা আছে, সে সমস্যা কে দেখু না, তোমার সমস্যা কেই দেখবে না, প্রভু জানিছেন। কিন্তু যে সমস্যার সমাধান করি সেই প্রভুর যদি আমি প্রার্থনা করবা নাই, সমস্যা কেবে সমাধান হব নাই। সে প্রার্থনা কলে, কিন্তু কোন প্রার্থনা কলে বাইবেলে লেখা যায়
ନାଇଁ କଣ ଲେଖା ହଉଛି ଯେ ତାର ପୁତ୍ରା ମଧ୍ୟ ଯାଉଛି ତାର ସଙ୍ଗୀ ଭାବରେ ଲେଖା ହେଇଛି ଆଉ ତାଠି ମଧ୍ୟ ପ୍ରଚୁର ସମ୍ପତ୍ତି ଅଛି। ଏବେ କଣ ହେଲା ସପଦ ଏଥି ନିମନ୍ତେ ସେହି ଦେଶ ସେମାନଙ୍କର ଏକତ୍ର ବାସ ପାଇଁ ଉପଯୋଗୀ ହେଲା ନାହିଁ। ଏକତ୍ର ରହିପାରିଲେ ନାହିଁ। ଆଜି ଆମ ଘର ସମସ୍ୟା ହେଲା ଯେ ଆମେ ଏକତ୍ର ରହିପାରୁନୁ। ଗୋଟେ ରାଜନୈତିକ ଦଳର ସମସ୍ୟା କଣ? ଏକତ୍ର ରହିପାରନ୍ତି ନାହିଁ। ଏକତ୍ର ରହିବା ଆମ ଭାରତ ଦେଶର ସମସ୍ୟା କଣ? ଆମେ ଏକତ୍ର ରହିପାରୁନୁ। ଆମ ଭିତରେ ଭେଦଭାବ ବେଶୀ, ଆମ ଭାବରେ ଘୃଣା ଭାବ ବେଶୀ, ଆମଟି ପ୍ରେମ କରିବା ଶବ୍ଦ ହିଁ ନାହିଁ। এই বড় অলমা যদি একত্র রহব আর উন্নতি ভিন্ন হবে আর বিকাশ ভিন্ন হবে। একত্র রইপারে আমার এমতি মানে সামাজিক বিষয় গঠিত হয়েছে যে আমি বিকাশ হয়ে পারবা না। সমস্যা এসব থিব, রোড হউথিব রোড ভাঙি যাউথিব, ঘর হউথিব ঘর ভাঙি যাউথিব, সবুলে সমস্যা ହିଁ সমস্যা থিব। তেণু এইটি আমি দেখুছু যেতବେଳେ সে প্রার্থনা করুছি গোটে বড় সমস্যা হল ସେମାନେ একত্র রহি পারু নাহান্তি। একত্র রহিবা এইটি আমরা মনে রাখিবা। আমি এই গাঁরে অছু, আমার কর্তব্য ହେଲା ଗାଁ ଲୋକଙ୍କ ସହିତ একত্র রহিবা। সমস্যা ଅଛି, আমার সହିତ মিলিত হইପାରିবে নাই, কিন্তু ଆମେ একত্র রহিবা। প্রার্থনা প্রার্থনা ଆମମାନଙ୍କୁ ସାହାଯ୍ୟ କରିବ, ଅନ୍ୟ କେହି ସାହାଯ୍ୟ କରିବେ ନାହିଁ। ଆମେ ଅନେକ ସମୟରେ ସମସ୍ୟା ଆସିଲେ ଲୋକମାନଙ୍କ ନିକଟ ଦୌଡୁ, କିନ୍ତୁ ସମସ୍ୟା ଆସିଲେ ପ୍ରାର୍ଥନା କଲେ ପ୍ରଭୁ ସମସ୍ୟା ସମାଧାନ କରିବେ। ତେଣୁ ଏଠି ଆମର ଦେଖୁ ପରେ କଣ ଲେଖା ଯାଉଛି? କାରଣ ସେମାନଙ୍କର ବହୁତ ସମ୍ପତ୍ତି ଥିବାରୁ ସେମାନେ ଏକତ୍ର ବାସ କରିପାରିଲେ ନାହିଁ। এইটা ଦେଖ, ଯୋଉଠି ସମ୍ପତ୍ତି ସେଠି একত্র ରହିବା ସମସ୍ୟା। ଯାହା ଘରେ ବି ଦେଖ ସମ୍ପତ୍ତି ପାଇଁ କଣ ହେଇଯିବ? একত্র ହେବା। ଏପରିକି ସ୍ୱାମୀ ସ୍ତ୍ରୀ ମଧ୍ୟ ପଇସା ପାଇଁ କଣ ହୁଅନ୍ତି? একত্র ରହିପାରନ୍ତି ନାହିଁ। ଆମେ ଆଜି ଏଠି ଅଛୁ, ଆମେ ଚିନ୍ତା କରିବା କେଉଁ ବିଷୟ ଆମକୁ ଏକ କରି ରଖି ପାରୁନାହିଁ, କେଉଁ ବିଷୟ ଆମକୁ ପ୍ରଭୁ ସହିତ ଏକ ହୋଇ ରହିବା ପାଇଁ ଦଉନାହିଁ। একত্র ନୂଆ ବର୍ଷ ଆମ ପାଇଁ ଗୋଟେ একত্ରର ବର୍ଷ ହଉ, ନୂଆ ବର୍ଷ ଆମ ପାଇଁ ଗୋଟେ ପ୍ରାର୍ଥନାର ବର୍ଷ ହଉ। ଆମେ একত্র ରହିବାକୁ ଶିଖିବାକୁ ହବ। ଏଠି একত্র ରହିପାରୁନାହାନ୍ତି, ତାର କାରଣ କଣ? সম্পত্তি ସମ୍ପତ୍ତି। ପ୍ରାର୍ଥନା କରିଛି କିଏ? ଅବ୍ରାହମ କଣ ପ୍ରାର୍ଥନା କରି ଜଣା ପଡୁନି, ପ୍ରାର୍ଥନା କରିଛି ଏବେ ସେମାନେ একত্র ରହିପାରୁନାହାନ୍ତି। ପ୍ରଭୁ କଣ କହିଛନ୍ତି? ତମେ ଦୁଇ ଲୋକ একত্র ରହିପାରୁନି, ତୁ ଏକଲା ହିଁ ବାହାରୁଛୁ, ଏକଲା ହିଁ ଆସୁ। ସେ ପ୍ରାର୍ଥନା କରିଛି। ଏବେ କଣ ହେଲା ଆମେ ଦେଖିବା ତାହାକୁ। ପୁଣି ଅବ୍ରାହମଙ୍କର ପଶୁପାଳକ ଓ ଲଟଙ୍କର ପଶୁପାଳକ ମାନଙ୍କ ପରସ୍ପର ବିରୋଧ ହେଲା। ଦୁଇ ଜଣଙ୍କର ସମସ୍ୟା ନାହିଁ, ଦୁଇ ଜଣ ଝଗଡା ହଉନାହାନ୍ତି ସମ୍ପତ୍ତି ପାଇଁ। କେଉଁମାନେ ଝଗଡା ହଉଛନ୍ତି? পশুপালন ତାଙ୍କର କାର୍ଯ୍ୟକାରୀ ମାନେ। এইটা ସବୁବେଳେ ହୁଏ। আমার ভাত জুজাই দেবে যেমনি মানে স্বামী স্ত্রী একত্র রহিলা বেড়ে আর লোক আসি কଣ মଝିରେ ଗୋଟେ ବିଷ ବୁଣିଦେବ ତ ବିରୋଧ। ଆମେ ସବୁବେଳେ ସତର୍କ ହବ, ଆମେ ସବୁବେଳେ ଜାଣିବାକୁ ହବ କିଏ ଆମ ମଝିରେ ବିଷ ବୁଣୁଛି, କିଏ ଆମ ମଝିରେ ବିରୋଧତା ଜାତ କରୁଛି। ଯିଏ କରୁଛି ସେଟା ଜାଣିଲେ ଆମମାନେ ସମସ୍ୟାର ସମାଧାନ କରିପାରିବା। ଦୁଇ ଜଣ ସମସ୍ୟା ଅଛି, କାହାର? ଲଟ ଅବ୍ରାହମର। ଏମିତି ସମସ୍ୟା ନାହିଁ। ସମସ୍ୟା କଣ? একত্র ସେମାନେ ଦୁଇ ଜଣ ଅଲଗା ଅଲଗା ରହିବେ କିନ୍ତୁ ପ୍ରେମ ରହିବେ। ଏବେ ସମସ୍ୟା ଆରମ୍ଭ ହେଲା। ଆଙ୍କର ପଶୁ ଅଛନ୍ତି, ତାଙ୍କର ପଶୁ ଅଛନ୍ତି, ଏତେ ପଶୁ ଚରିବା ପାଇଁ ଜାଗା ନାହିଁ, ଚରା ନାହିଁ, କେମିତି କରିବେ? ଏବେ ସମସ୍ୟା ହେଲା। ଦେଖ କଣ ଲେଖା ହେଇଛି ପର୍ବ ସମୟରେ। ସେହି ସମୟରେ ସେହି ଦେଶରେ କିଣାନୀୟ ଓ ପୀଡ଼ିତୀୟ ଲୋକମାନେ ବାସ କରୁଥିଲେ। ଏଣୁ ଅବ୍ରାହମ ଲୋକଙ୍କୁ କହିଲେ, ମୁଁ ବିନୟ କରୁଅଛି, ତୁମ ଆମ ମଧ୍ୟରେ ପୁଣି ତୁମର ପଶୁପାଳକ ଓ ମୋର ପଶୁପାଳକ ମାନଙ୍କ ମଧ୍ୟରେ
ବିବାଦ ନ ହେଉ, କାରଣ ଆମେମାନେ ଆମମାନେ ଭାଇ। ଭାଇ। ସେଠି ସୁନ୍ଦର ବିଷୟ ଯେ ପ୍ରାର୍ଥନା କରବ ଅନ୍ୟମାନଙ୍କୁ ଭାଇ ହିଁ ବୋଲି କହିବ। ଏଇଟା ମନେ ରଖିବ। ଆମମାନଙ୍କୁ ଅନ୍ୟମାନେ ଭାଇ ବୋଲି କହି ନ ପାରନ୍ତି, କିନ୍ତୁ ଆମେ ସେଟାକୁ ଭାଇ ବୋଲି କହିବା। ଆମେ ଏକତ୍ର ହେବା ପାଇଁ ଇଚ୍ଛା କରିବୁ। ତମର ଆମ ଭିତରେ କୌଣସି ସମସ୍ୟା ନ ହଉ। ଭାରତ, ଓଡ଼ିଶା, ନବରଙ୍ଗପୁର ଜିଲ୍ଲା ଗାଁ ଗୋଟେ ସମସ୍ୟା ଅଛି କ'ଣ? ଆମମାନେ ଭାଇ ବୋଲି ଆମେ ଜାଣିବୁ। ଆମେ ଆମର ପରିଚୟ ଭିନ୍ନ ଭିନ୍ନ ଭାବରେ, ଆମେ ଧର୍ମ, ଜାତି, ଭାଷାରେ ଭାଗ ହେଇଯାଇଛୁ। ତେଣୁ ଆମମାନଙ୍କ ବିକାଶ ହେବ ନାହିଁ, ଉନ୍ନତ ହେଇପାରିବ ନାହିଁ, ଆମେ ଏପରିକି ଶିକ୍ଷିତ ବି ହେଇପାରିବା ନାହିଁ। ଆମମାନଙ୍କୁ ଲୋକମାନେ ଅନ୍ଧାର ରଖନ୍ତି ଏଇଥିପାଇଁ ଆମେ ସବୁବେଳେ ସେଇ ସମସ୍ୟାରେ ଯୁଝୁଥିବୁ, ସେମାନେ ଖୁସି ହଉଥିବେ। ଅନ୍ୟମାନେ ଦେଖୁଛୁ ଲୋକମାନେ ଉନ୍ନତ ହଉଛନ୍ତି, ଆମେ ଦରିଦ୍ରତା ମଧ୍ୟରେ ଅଛୁ, ଅଶିକ୍ଷିତା ମଧ୍ୟରେ ଅଛୁ। ସେମାନେ ଆମକୁ ଭାଇ ବୋଲି କହୁନାହାନ୍ତି, ସେମାନେ ଆମକୁ ଚାକର ବୋଲି ବା ଗୋଟେ ହୀନ ଲୋକ ବୋଲି ଆମକୁ ଚିନ୍ତା କରୁଛନ୍ତି। ଯେ ପ୍ରାର୍ଥନା କରେ, ଯେତେବେଳେ ଯୀଶୁ ବିଶ୍ୱାସ କରୁଛୁ, ପ୍ରାର୍ଥନା କରୁଛୁ, ଅନ୍ୟମାନଙ୍କୁ ଆମମାନେ ଭାଇ ସଦୃଶ ବ୍ୟବହାର କରିବ। ଦୁଇ ଜଣ ବିଶ୍ୱାସ କଲେ ସେମାନେ ଦୁଇ ଜଣ ଭାଇ, ଦୁଇ ଜଣ ଭଉଣୀ। ମଣ୍ଡଳୀରେ ପ୍ରାର୍ଥନା ସ୍ନେହ ସଙ୍ଗେ ସଙ୍ଗେ ଭାତୃ ପ୍ରେମ, ଭାତୃ ସ୍ନେହ, ଭାତୃ ମନୋଭାବ ରହିବାକୁ ହବ। ତେବେ ଆମର ଜୀବନ ଯାତ୍ରା ଆଗକୁ ବଢି ପାରିବ। ତାହେଲେ ସେଠି କ'ଣ ହବ? ବାଧା ହେବ। ତାପରେ କ'ଣ ଲେଖା ହେଇଛି? ତୁମ ସମ୍ମୁଖରେ କି ଏହି ସମସ୍ତ ଦେଶ ନାହିଁ, ଏହେତୁ ତୁମକୁ ବିନୟ କରୁଅଛି। ଦେଖ କେତେ ବଡ଼ ଦେଶ ପଡ଼ିଛି। ଲେଖା ହେଇଛି ଦୁଇଟା ଗୋଷ୍ଠୀ ଅଛନ୍ତି, କିଣାନୀୟ ଆଉ ପିରିଜୀୟ। ବଡ଼ ବଡ଼ ଗୋଷ୍ଠୀ ସେଠି ଅଛନ୍ତି। ଆଉ ମାନେ ବାପା ଆଉ ପୁତ୍ରା ଧର, ଦାଦା ପୁତ୍ରା, ଅନ୍ୟ ଭାବରେ କହିଲେ ଦାଦା ପୁତ୍ରା, ସେମାନେ ଅଛନ୍ତି। ଦେଶ ପୁରା ଖାଲି ପଡ଼ିଛି। ତ ସେ କହୁଛନ୍ତି, ଅବ୍ରାହମ କହୁଛନ୍ତି ତମ ବାଛ କୋଉଠି ତମେ ରହିବା ପାଇଁ ଇଚ୍ଛା କର। ପ୍ରଥମେ ମୁଁ ସୁଯୋଗ ଦଉଛି। ଅନେକ ସମୟରେ এই ସୁଯୋଗ ଆମର ଅଞ୍ଚଳରେ ମିଳିନଥାଏ। ଆମର ଅଞ୍ଚଳରେ ଯେ ବଡ଼ ସେ ନିଷ୍ପତ୍ତି ନେବ। ଆମର ଏରିଆରେ କ'ଣ ଘରେ ବଡ଼ ଲୋକ ଆକା ନିଷ୍ପତ୍ତି ନେବ। ଏଠି କିନ୍ତୁ ଯେହେତୁ ସେ ପ୍ରାର୍ଥନା କରିଛି ଆଉ ଯେହେତୁ ସେ ଭାଇ ବୋଲି କହିଛି, ସେ କହୁଛି ଏବେ ବହୁତ ସୁନ୍ଦର ବିଷୟ କହିଛି। କ'ଣ କହିଛି? ଏହେତୁ ତୁମକୁ ବିନୟ କରୁଅଛି, ତୁମେ ମୋ ଠାରୁ ପୃଥକ ହୁଅ। ହୁଏତ ତୁମେ ବାମକୁ ଯାଅ, ମୁଁ ଦକ୍ଷିଣକୁ ଯାଏ, ନହେଲେ ତୁମେ ଦକ୍ଷିଣକୁ ଯାଅ, ମୁଁ ବାମକୁ ଯାଏ। ଏତେ ସୁନ୍ଦର ବିଷୟ। କ'ଣ ଲେଖା ହଉଛି? ଇଆଡ଼େ ତମେ ଯାଅ, ଇଆଡ଼େ ମୁଁ ଯିବି। ତାହେଲେ ଇଆଡ଼େ ତମେ ଯାଅ, ଇଆଡ଼େ ମୁଁ ଯିବି। ନିଷ୍ପତ୍ତି ପ୍ରଥମରେ ଛୋଟ ପୁତ୍ରାକୁ ସେ ଦଉଛି, ଯୋଉଟା କି ଆମର ସମ୍ପ୍ରଦାୟ ଭିତରେ ହେଇନଥାଏ। ମନେ ଆମ ସମ୍ପ୍ରଦାୟରେ ଯେ ମୁଖିଆ ସେଇ ସବୁ ନିଷ୍ପତ୍ତି ନେବ। ଗାଁର ମୁଖିଆ ନିଷ୍ପତ୍ତି ନେବ, ଘରର ମୁଖିଆ ନିଷ୍ପତ୍ତି ନେବ। ସବୁ ମୁଖିଆ ନିଷ୍ପତ୍ତି ନିଅନ୍ତି, ଆମମାନଙ୍କୁ ନିଷ୍ପତ୍ତି ଦିଅନ୍ତି ନାହିଁ। ବିଡିଓ ନିଷ୍ପତ୍ତି ନେବ, ଲୋକମାନଙ୍କୁ ନିଷ୍ପତ୍ତି ଦେବା ପାଇଁ ସେ ସୁଯୋଗ ଦେବ ନାହିଁ। କଲେକ୍ଟର ନିଷ୍ପତ୍ତି ନେବ, ଲୋକମାନଙ୍କୁ ଦେବ ନାହିଁ। ଆଜି ଯଦି ଲୋକମାନେ ନିଷ୍ପତ୍ତି ନେଇ ପାରିଥାନ୍ତେ, ତେବେ ଆମ ଦେଶ ଭିନ୍ନ ହେଇଥାନ୍ତା, ଆମ ଗାଁ ଭିନ୍ନ ହେଇଥାନ୍ତା। ସେମାନେ ନିଷ୍ପତ୍ତି ନେଇ ଆସନ୍ତି, ସେମାନେ ଯୋଜନା ଦେଇ ନେଇ ଆସନ୍ତି। ଆମେ ଯୋଜନା ଦେଇ ପାରି ନଥାଉ, ତାଙ୍କର ଯୋଜନା ଆମ ପାଇଁ। এইটি আমি দেখুছু যে প্রার্থনা করে, দ্বিতীয়রে তার কণ্ঠে তার জীবন যাত্রা সমস্ত ভাই বলে করে। আর আউ গোটে বিষয় দেখুছু যে নিষ্পত্তি সে নিয়ে নাই। নিষ্পত্তি ଅନ୍ୟ ଜାଗତିକ ନିଷ୍ପତ୍ତି ଆମେ ସେମାନଙ୍କୁ ଛାଡ଼ିଦେବା ପଡ। ଜଗତର ନିଷ୍ପତ୍ତି ସେମାନଙ୍କର, ଆମେ ପ୍ରଭୁଙ୍କର। ଆମ ନିଷ୍ପତ୍ତି ପ୍ରଭୁଙ୍କ ପାଇଁ। ସେ ବାହାରିଛି ଦେଶ ଛାଡ଼ି, ଗାଁ ଛାଡ଼ି, ପରିବାର ଛାଡ଼ି, ବନ୍ଧୁବାନ୍ଧବ ଛାଡ଼ି, ସେ ସବୁ ଛାଡ଼ି ଦେଇଛି। ଆଉ ଥରେ ସେଠି ଯିବ ନାହିଁ। ସେ ଦେଖନ୍ତୁ ତାପରେ କ'ଣ ଲେଖା ହେଇଛି? ସେତେବେଳେ ଲଟ ଅନାଇ ଦେଖିଲେ, ଶହର ପର୍ଯ୍ୟନ୍ତ ଜର୍ଦ୍ଦନର। ହଁ, ଠିକ ଅଛି। ତାର ଉପର ପଦରେ ଗୋଟେ ଶବ୍ଦ ଅଛି, ଦେଖ କ'ଣ ଲେଖା ହେଇଛି?
ପୃଥକ ହୁଅ, ଏଟା ମନ ରଖ, ପୃଥକ ହୁଅ। ତାପରେ ଆଉ ଗୋଟେ ବିଷୟ 11 ପଦ ଲେଖା ହେଇଛି, ସେମାନେ ଏକ ଆର ଠାରୁ ପୃଥକ ହେଲେ। ତାପରେ 14 ପଦ ଲେଖା ହେଇଛି, ଅବ୍ରାମ ଲଟଙ୍କ ଠାରୁ ପୃଥକ ହେଲା ଉତ୍ତାରେ। ପୃଥକ ଏଇଟା ମାନେ ପୃଥକ ହେବା, ଅଲଗା ହେଇଯିବା। ଆମେ ଅନ୍ୟମାନଙ୍କ ଠାରୁ ପୃଥକ ହେବାକୁ, ଯେ ତମେ ପ୍ରାର୍ଥନା କରୁଛୁ, ଯେ ତମେ ଈଶ୍ୱର ବାକ୍ୟ ଶୁଣିଛୁ, ପୃଥକ ହେବାକୁ ହବ। ଆମ ଜୀବନ ଭିନ୍ନ, ଆମର କଥାବାର୍ତ୍ତା, ଆମର ଆଚରଣ, ଆମମାନଙ୍କ ସବୁ ବିଷୟରେ ଆମେ ପୃଥକ ହେବୁ। ପ୍ରଭୁ ଆମମାନଙ୍କୁ এই জগତ ମଧ୍ୟ ଡାକିଛନ୍ତି ଯେ ଆମେ ପୃଥକ ହେବୁ, ଆମେ ଅଲଗା ହେବୁ, ଆମେ ଭିନ୍ନ ଦେଖାଯିବୁ। ଯଦି ଆମେ ଭିନ୍ନ ଦେଖା ନ ଯାଇ ସେମାନଙ୍କ ଉପରେ ଦେଖାଯିବ, ତେବେ ଆମମାନେ ଖ୍ରୀଷ୍ଟକୁ ପାଇଛୁ, ଯୀଶୁକୁ ବିଶ୍ୱାସ କରୁଛୁ, ଏହାର କୌଣସି ଆଧାର ନାହିଁ, ଏଟା ବୃଥା ହେଇଯିବ। ତେଣୁ এই ଅଂଶଟା ଲେଖା ହେଇଛି ପୃଥକ। ଖ୍ରୀଷ୍ଟିଆନ ଜୀବନ ଗୋଟେ ପୃଥକ ଜୀବନ। ଖ୍ରୀଷ୍ଟିଆନ ଜୀବନର ପୃଥକ ହେବା, ନିଷ୍ପତ୍ତି ନେବା ପଡିବ। ଅବ୍ରାହମ କହୁଛନ୍ତି ନିଷ୍ପତ୍ତି ନେବା, ଆମେ ପୃଥକ ହେବା, ଆମେ ଅଲଗା ହେବା, ଆମେ ଭିନ୍ନ ହେବା, ପୃଥକ ହେବା ପଡିବ। ଅବ୍ରାହମ ଯେହେତୁ ପ୍ରଭୁ ତାକୁ ଡାକିଛନ୍ତି, ଲଟକୁ ଡକା ହେଇ ନାହିଁ, ଅବ୍ରାହମକୁ ଡକା ହେଇଛି। ମତେ ପ୍ରଭୁ ଡାକିଛନ୍ତି, ସେଥିପାଇଁ ମୁଁ ପୃଥକ ହେବାକୁ ହବ। ତୁମମାନଙ୍କୁ ପ୍ରଭୁ ଡାକିଛନ୍ତି, ସେ ତ ପୃଥକ ହେବ, ସମାନ ନାହିଁ। ମନେକର ତମ ଭିତରେ କିଏ ଗୋଟେ ଅଙ୍ଗନବାଡିରେ ଅଛ, ଅନ୍ୟ ଅଙ୍ଗନବାଡିର ତମେ ଭିନ୍ନ ହବ। ତମ ଭିତରେ ଗୋଟେ ଆଶା କର୍ମୀ ଅଛନ୍ତି, ବ୍ଲକରେ ଏତେ ଆଶା କର୍ମୀ ଅଛନ୍ତି, ସେମାନଠାରୁ ତମେ ଭିନ୍ନ ହବ। ତମେ ଗୋଟେ ଟିଚର ଅଛ, ଅନ୍ୟ ଟିଚର ଠାରୁ ତମେ ପୃଥକ ଦେଖାଯିବାକୁ ହବ, ଅଲଗା, ଭିନ୍ନ। ଯଦି ନାହିଁ ଜାଣିବାକୁ ହବ ଯେ ମିଳିତ ଜୀବନ, କମ୍ପ୍ରମାଇଜ, ବୁଝାବଣା ଜୀବନ, ତା ସହିତ ସାଲିସ ଜୀବନ, ଖାପ ଖୁଆଇବା ଜୀବନ। ଖ୍ରୀଷ୍ଟିଆନ ଜୀବନ ଖାପ ଖୁଆଇବା ଜୀବନ ନୁହେଁ। ଖ୍ରୀଷ୍ଟିଆନ ଜୀବନ ପୃଥକ ଜୀବନ, ଅଲଗା, ଭିନ୍ନ ଦେଖାଯାଉଥିବ, ସେ ଭିନ୍ନ ଦେଖାଯାଉଥିବ। ଆମ ଦେଶ ପ୍ରଧାନମନ୍ତ୍ରୀ ଦେଖିଛ ନା ନାଇଁ? ଆମ ଦେଶ ପ୍ରଧାନମନ୍ତ୍ରୀ ଦେଖିଛ କି ନାଇଁ? ଦେଖିଛ ନା? କିଏ ଦେଖି ନ ପଡିଲା ସେ ହଁ ବୋଲିକି ମୁଣ୍ଡ ବି ହଲାଉନ। ମୋଦିଜୀ କୁ ଦେଖିଛନ୍ତି ନା ନାଇଁ? ଆପଣ ଦେଖିଛନ୍ତି ତ? ମୁଁ କଟିକି ଭାଷା କହିଲେ ବୁଝିବ ନାହିଁ, ଓଡ଼ିଆ କହୁଛି, ଆମର ଭାଷା, ଲୋକାଲ ଭାଷା କହୁଛି। ମୋଦି ସବୁବେଳେ ଡ୍ରେସ୍ ଚେଞ୍ଜ କରେ, ଭିନ୍ନ ଦେଖାଯିବ। ଦେଖିଛ ନା ନାଇଁ? ଯେକୌଣସି କାର୍ଯ୍ୟକ୍ରମ କଲେ ତାର ଡ୍ରେସ୍ ଅଲଗା ଥିବ, ସେ ଅଲଗା ଦେଖାଯିବ। ସେ ଇଚ୍ଛା କରୁଛି ମୁଁ ଅଲଗା ଦେଖା, ଆମେ ଡ୍ରେସ୍ ଅଲଗା ଦେଖାଯିବ ନାହିଁ। ଆମ ଡ୍ରେସ୍ ତ ଅଲଗା ଥାଉ ଭଲ, କିନ୍ତୁ ଡ୍ରେସ୍ରେ ନାହିଁ। କ'ଣ? ଆମର କଥାବାର୍ତ୍ତାରେ ଅଲଗା ଦେଖାଯିବ, ଆମର ଆଚରଣରେ ଅଲଗା ଦେଖାଯିବ, ଆମର ଜୀବନ ଧାରଣରେ ଅଲଗା ଦେଖାଯିବ, ପୃଥକ। ଏଟା ଗୋଟେ ବଡ ଚ୍ୟାଲେଞ୍ଜ, ଏଟା ଗୋଟେ ବଡ ଡାକରା ପ୍ରଭାବ ଦଉଛନ୍ତି। ତମେ ପୃଥକ ହୁଅ, ମିଶିକରି ଥାଅ, କିନ୍ତୁ ପୃଥକ ଥାଅ। ଦେଖ ତାପରେ କ'ଣ ଲେଖା ହେଇଛି, ଆମେ ଆଗକୁ ଯିବା। ତ ତାକୁ କହିଲେ তুই যুয়াড়ে ଯିବୁ ସିଆଡେ ଯା। ତ ଦେଖ 10 ପଦ ଲେଖା ହେଇଛି, ଭଲ କରି ଦେଖ। ସେତେବେଳେ ଲଟ ଅନାଇ ଦେଖିଲେ। ଏଇଟା କ'ଣ କଲା ସେ? ଲଟ କ'ଣ କଲା? ଅନାଇ କରି ଦେଖିଲା। ଲଟ ଦେଖିଲା ଅନାଇ କରି। ଆଉ ଗୋଟେ ଦେଖ ତଳେ ଦେଖିବ 14 ପଦ ଦେଖ। ଅନନ୍ତର ଅବ୍ରାମଙ୍କ ଠାରୁ ଲଟ ପୃଥକ ହେଲା ଉତ୍ତାରେ। ସଦାପ୍ରଭୁ ଅବ୍ରାମକୁ କହିଲେ, ଏବେ ତୁମେ ଯେଉଁଠାରେ ଅଛ ସେହିଠାରୁ ଅନାଇ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ଦୃଷ୍ଟିପାତ କର। ଦୁଇ ଜଣ ଅନାଉଛନ୍ତି, ବୁଝଛ? ସେ ବି ଦେଖୁଛି, ଏବେ ଦେଖ, ସେ ବି ଅନାଉଛି, ଏବେ ଅନାଉଛି। ଏଇଟା ମୂଳ ବିଷୟ। ମୁଁ କହିଲି ଯେତେବେଳେ ସମସ୍ୟା ଆସୁଛି, ପ୍ରଭୁ ଆମେ ତ ପ୍ରାର୍ଥନା କରୁ ଆମମାନଙ୍କୁ ଠିକ ବିଷୟ କରିବା ପାଇଁ ସାହାଯ୍ୟ କରିବେ।
ଏଠି ଆମେ ଦେଖୁଛୁ ଯେ ଲଟ ଦେଖୁଛି ତାର ପୁତ୍ରା ଦେଖୁଛି କୋଉଟା ନେବି ଇଆଡେ ଯିବି ନା ସିଆଡେ ଯିବି ସେଠି ଗୋଟେ ଏରିଆକୁ ଦେଖିଲା ଗୋଟେ ଅଞ୍ଚଳକୁ ଦେଖିଲା ସେ ଅଞ୍ଚଳ କେମିତି ଲେଖାଯାଉଛି ଭଲ କରି ଦେଖ ଲେଖାଯାଉଛି ଯେ ସଦାପ୍ରଭୁଙ୍କର ଉଦ୍ୟାନ ପରି କେମିତି ଦେଖାଯାଉଥିଲା ସେ ଉଦ୍ୟାନ ପରି ଦେଖାଯାଉ ବଗିଚା ପରି ଦେଖାଯାଉଥିଲା ସଦାପ୍ରଭୁଙ୍କର ବଗିଚା ମାନେ ବେଶୀ ସୁନ୍ଦର ଦେଖାଯାଉଥିଲା ଏଇଟା କଣ ରଖିବ ସେଠି କଣ ଅଛି ଉଦ୍ୟାନ ପରି ଅଛି ବହୁତ ସୁନ୍ଦର ତ ଭାବିଲା ଏଇଟା ବଢିଆ ଜାଗା ଏଇଟା ମୁଁ ନେବି ତାପରେ କଣ ଲେଖା ହେଇଛି ସେତେବେଳେ ଲୋଟ ଅନାଇ ଦେଖିଲେ ଶହେର ପର୍ଯ୍ୟନ୍ତ ଜର୍ଦ୍ଦନର ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କୁ ଉଦ୍ୟାନ ପରି ସର୍ବତ୍ର ସଜଳ ଓ ମିଶ୍ର ଦେଶ ତୁଲ୍ୟ ଅଟଇ। ହଁ ସଜଳ ମାନେ ଚାରିଆଡେ ପାଣି ପାଣି ଥିଲେ ଚାଷ ହବ ପାଣି ଥିଲେ ପଶୁମାନଙ୍କୁ ଖାଦ୍ୟ ହବ ସେ ଦେଖିଲା ଉଦ୍ୟାନ ପରି ଅଛି ପାଣି ଅଛି ତ ଏଇଟା ହେଲା ବେଷ୍ଟ ଜାଗା ଏଇଟା ମୁଁ ନେବି ଆଉ ଗୋଟେ ଲେଖା ହେଇଛି ମିଶ୍ର ଦେଶ ତୁଲ୍ୟ ଥିଲା ମାନେ ମିଶ୍ରରୁ ସେମାନେ ଫେରିଥିଲେ ମିଶ୍ର ଦେଶ ଦେଖିଥିଲେ ମିଶ୍ର ଦେଶ ସେଇ ସମୟରେ ଯେମିତି ଏବେ ଆଜି ଆମେ ଦେଖୁ ପୃଥିବୀର ଆମେରିକା ଯେମିତି ଗୋଟେ ବିକଶିତ ଦେଶ ମାନେ ସବୁଠାରୁ ବିକାଶଶୀଳ ଦେଶ ସେମିତି ସେଇ ସମୟରେ ମିଶ୍ର ଗୋଟେ ବିକାଶଶୀଳ ଦେଶ ଥିଲା ସେମାନେ ଯାଇଥିଲେ ଫେରିକରି ଆସିଲେ ଆଉ ଯେତେବେଳେ ଦେଖୁଛି ଉଦ୍ୟାନ ପରି ଦେଖାଯାଉଛି ଚାରିଆଡେ ପାଣି ଅଛି ଆଉ ମିଶ୍ର ପରି ଦେଖାଯାଉଛି ଗୋଟେ ବଢିଆ ଦେଶ ପରି ଦେଖାଯାଉଛି ସେତେବେଳେ କଣ ହେଲା କାରଣ ସେହି ସମୟରେ ସୋଦମ ଓ ଗମୋରା ସଦାପ୍ରଭୁଙ୍କ ଦ୍ୱାରା ବିନଷ୍ଟ ହୋଇନଥିଲା। ସୁନ୍ଦର ସିନା ଦେଖାଯାଉଛି କିନ୍ତୁ ସେଠି ବିନାଶ ଅଛି କଣ ଅଛି ସେଠି ବିନାଶ ଅଛି ତାକୁ ଯେଟା ପ୍ରଭୁଙ୍କ ଉଦ୍ୟାନ କରି ଦଉଛନ୍ତି କିନ୍ତୁ ସଦାପ୍ରଭୁ କେ ଦଉଛନ୍ତି ଏଇଟା କିଛି ଦିନ ପରେ କଣ ହେଇଯିବ ବିନଷ୍ଟ ହେଇଯିବ ଆଜି ଚଏସ୍ କଲା ବେଳେ ଆମର ସେଇ ସମସ୍ୟା ଆମେ ବାହାରେ ଦେଖୁ এইটা বঢ়িয়া আছে না ମୁଁ କରିବି କିନ୍ତୁ ତା ଭିତରଟା ଆମେ ଦେଖିପାରୁନଥାଉ ସେଥିପାଇଁ ଆମେ ଅନେକ ସମୟରେ ଠକି ହଉ ଯେମିତି ସ୍ୱାମୀ ସ୍ତ୍ରୀ ମ୍ୟାରେଜ କରନ୍ତି ବାହାରଟା ଦେଖି ମ୍ୟାରେଜ କରନ୍ତି ଯେତେବେଳେ ଭିତରେ ପ୍ରବେଶ କରି ଯାଆନ୍ତି ଦୁଇ ଜଣ ଭିତରେ ମନ ମିଶେ ନାହିଁ ଜୀବନ ସାରା ତାଙ୍କର ମନ ମିଶିବା ନାହିଁ ମୁଇଁ କାହିଁକି ବିବାହ ହେଲି ମୁଇଁ କାହିଁକି ବିବାହ ହେଲି ଏଇ ଯୋଉ ଚିନ୍ତାଧାରା ସବୁବେଳେ ରହିଯାଏ ତେଣୁ ଜୀବନରେ ଯଦି ନିଷ୍ପତ୍ତି ନେବା ପାଇଁ ଭୁଲ ହୁଏ ତେବେ ସାରା ଜୀବନ ନଷ୍ଟ ହେଇଯିବ এই লোক জীবন নষ্ট হয়ে গেল এই লোক পরবর্তী তুমি 19 অধ্যায় দেখব 14 অধ্যায় তার সমস্যা আরম্ভ হচ্ছে 14 অধ্যায় তার 19 অধ্যায় পড়ে জানি পারব তার জীবন কেমতি নষ্ট হল দেখা পাই বঢ়িয়া কিন্তু ভিতরে কোন আছে বিনাশ আছে আম্ব দেখিছ না আম্ব বাহার সুন্দর দেখা যাবে কিন্তু তাকে ভিতরে আমার ভাষার কীড়া ছিল আমি দেখি পারবো কেন দেখি পারবো কাটলে হি দেখি পারবো এটি যখন বসেছু আমি আমার জীবনের সেমতি বাহার বড়িয়া সুন্দর দৌছ চিকন চাল দৌছ কিন্তু ভিতরে বড় সমস্যা নিশ্চয় আছে এটি যখন বসেছু যেতବେଳେ ଶୁଣୁଛ ବସ୍ତୁ ଅଲଗା ତା ଶୁଣୁଛୁ ତା ଜାଣୁଥିବ ଯେ ଭିତରେ ଟିକେ କୀଡ଼ା ଅଛି ଆକା আমার ভিতরে ভালো কীড়া আছে আর কীড়া কোন করো ভিতরে ভিতরে খাইদেব বাহারে সুন্দর দুষ্ট ফুল কবি দেখিছ এড়ে বড় বড় দুষ্ট কীড়া থিব দেখছ না কাটলা বেশি দেখব কিনলা বেলে জনা পড়বে না কাটি দেলে ভর্তি থিব বাইগণ দেখিছ ভিতরে কীড়া থিব যদি সেমতি আমি যেটা বস্তু বাহারে বহুত সুন্দর দুষ্টু আমার ভিতরে গোটে কীড়া আছে সে কীড়া দূর নহলে জীবনটা নষ্ট হয়ে যাবে সেই পোক যদি আমি নাশ করি পারলো না আমি তো করি পারবো না সেটা আমি আমার পাপ আমি নিজে দূর করি পারবো না দূর করা পাই যীশু খ্রিস্ট এই জগতকে আসছিলে সে প্রভু যীশু এই জগতের আসবা কারণ অন্য গোটে পুরুষ পরি নুহে অন্য গোটে মহাপুরুষ নাই সে আসিছিলে এই কীড়াকে দূর করা পাই এই পাপকে দূর করা পাই এই পাপকে বিনাশ করা পাই এই পাপর লোক মুক্তি দেওয়া পাই এটা যেহেতু মুই জানিছি মোর জীবনে বি কীড়া ଥିଲା বুঝল তোমার পরে আমি বেশি সুন্দর বুঝতে
ଭିତରେ କ'ଣ କ୍ରୀଡ଼ା ଥିଲା। ମୋର କ୍ରୀଡ଼ା ମୁଇଁ ଦେଖୁନଥିଲି, ବଡ଼ ସୁନ୍ଦର ସବୁ କରୁଥିଲି ମୁଁ, ପ୍ରାର୍ଥନା ଗୀତ ସବୁ କ୍ରୀଡ଼ା ବେଶୀ ଥିଲା। ଏମିତି ପର୍ବପର୍ବାଣି ଆମର ମାନେ ତମାନେ କି ପର୍ବ ମନେଇବା, ଆମେ ସେ ପର୍ବ ମନାଉଥିଲୁ, କ୍ରୀଡ଼ା ଥିଲା, କ୍ରୀଡ଼ା ଖାଇକରି ପର୍ବ ମନାଉଥିଲୁ। ଯେ କ୍ରୀଡ଼ା ଦୂର ହେଇଗଲା ପର୍ବ ବିଷୟ ନାହିଁ, ଆମେ ଏଗାର ପର୍ବ କରୁନୁ ଆମେ, କାହିଁ କ୍ରୀଡ଼ା ଭାରିଗଲା। କ୍ରୀଡ଼ା ଥିଲା, କ୍ରୀଡ଼ା ଥିଲା ଲୋକ ପର୍ବ, ସେଟା ପର୍ବ କେମାନେ ମାନବେ? ପରବ ମାନବା ଲୋକ দেখব ତମେ যখন পরব মানছে মানে বাজলা সেটা দেখব ফুল থিবে আউরে নাচুথিবে সেটা সেটা পরব। আসরে নাচুরে খাউরে জেগাউরে আজি পরব তুমি গীত মানবি শুনেছ পরব মনাউরে যেটি খ্রিস্টান গীত পরব মানবা খ্রিস্টান গীত তাঙ্কর অন্যটা কিছু মিলব নাই। আর তোর মধ্যে বিশ্বাস ହେଲା ପରେ ସେ ପରବ ମାନବା ଗୀତଟା ବଜାଇ କରି ପରବ ମାନୁଥିବ। ଖ୍ରୀଷ୍ଟିଆନ ଜୀବନର ପୃଥକ ଜୀବନ, କ୍ରୀଡ଼ା ନଥିବା ଜୀବନ, ପ୍ରଭୁ କ୍ରୀଡ଼ା ଦୂର କରିଦିଅନ୍ତି। ଆମର ପାପକୁ, ଆମର ଅପବିତ୍ରତା, ଅଶୁଦ୍ଧତା, ମନ୍ଦତା, ଗୋଟେ ମଦୁଆକୁ ପୁରା ପୁରା ବଦଳାଇ ଦେବେ। ଟିକେ ଟିକେ ପିଇବ ନାହିଁ, ଗୋଟେ ବେବିଚାରକୁ ସମ୍ପୂର୍ଣ୍ଣ ବଦଳାଇ ଦେବେ। ବାଇବଲରେ ଆମେ ଦେଖୁଛୁ ଯୀଶୁ ଖ୍ରୀଷ୍ଟ ବେବିଚାରୀ ସ୍ତ୍ରୀ ମାନଙ୍କୁ କେମିତି ବଦଳାଇ ଥିଲେ। କେତେଟା ସ୍ୱାମୀ ଥିଲେ ପୁରା ରିଜେକ୍ଟ ସମାଜରେ, କିନ୍ତୁ ପ୍ରଭୁ ତାକୁ ଏମିତି ବଦଳାଇ ଦେଲେ ଗାଁ ଯାକ ଲୋକ ତାକୁ ଗ୍ରହଣ କଲେ। ତେଣୁ ମନେ ରଖିବାକୁ ହବ ଆମ ଜୀବନ ପୃଥକ ଜୀବନ, କିନ୍ତୁ ଯେତେବେଳେ ପସନ୍ଦ କରୁ ସେତେବେଳେ ଦେଖିବାକୁ ହବ ଯେ ସୁନ୍ଦର ତ ବାହାରେ ଦେଖାଯାଉଛି, କିନ୍ତୁ ଭିତରେ ଗୋଟେ ଅଛି ଯୋଉଟା ସେ ଦେଖି ପାରୁନାହିଁ। ଆଉ ଚଏସ୍ କରିଦେଲା, ବାଛି ଦେଲା, ଏଇ ଗାଁ ହିଁ ନେବି, ଏଇ ଜାଗା ହିଁ ନେବି। ମୋର ପଶୁମାନଙ୍କ ପାଇଁ ବଢିଆ ପାଣି ଅଛି, ଆଉ ବଗିଚା ଅଛି, ଫଳମୂଳ ସବୁ ଖାଇହବ, ସବୁ ଠିକ ଅଛି, ଆଉ ବଢିଆ ଦେଶ, ମୁଁ ଏଠି ରହିବି। ତାପରେ କଣ ହେଲା 11 ପଦ, ଏଣୁକରି ଲୋଟ ଆପଣା ପାଇଁ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ମନୋନୀତ କରି ପୂର୍ବ ଦିଗକୁ ପ୍ରସ୍ଥାନ କଲେ। ଏହି ରୂପେ ସେମାନେ ଏକ ଆରେକ ଠାରୁ ପୃଥକ ହେଲେ। ପ୍ରାର୍ଥନାର ଉତ୍ତର ଆସିଗଲା ଅବ୍ରାହମ ପାଇଁ। କଣ ପୃଥକ, ଏବେ ସେ ନିଜେ କଣ ହେଇଗଲା, ପୃଥକ ହେଇ ଚାଲିଗଲା। ସେ ଜାଗାକୁ ବାହାରିଗଲା, ସେ ଏରିଆ ଦେଖିଲା ବହୁତ ସୁନ୍ଦର। ସେ ଏରିଆକୁ ସେ ତାର ଚାକର ମାନେ, ତାର ଦାସ ମାନେ, ଆଉ ତାର ମେଣ୍ଢା, ତାର ଛେଳି ଯାହା ଥିଲା ସବୁ ନେଇକରି ଗୋଟେ ଆଡେ ଚାଲିଗଲା। ଅବ୍ରାହମ ଏବେ ରିଲାକ୍ସ ଅଛି, ତୁଇ ଯୁଆଡେ ଯିବୁ ଯା ଗଲା। ଏବେ କଣ ହେଲା, ତୈଳ ଅବ୍ରାହମ କିଣାନ ଦେଶରେ ବସତି କଲେ। ପୁଣି ଲୋଟ ସେହି ପ୍ରାନ୍ତର ସ୍ଥିତ ସମସ୍ତ ନଗର ମଧ୍ୟରେ ବାସ କରି ସୋଦମ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିବାକୁ ଲାଗିଲେ। ଲୋଟ କଣ ତିଆରି ଆରମ୍ଭ କଲା, ତମ୍ବୁ। ଏଇଟା ମନେ ରଖିବ, ସେଠି ସେ ଲୋକମାନଙ୍କ ସହିତ ମିଶିକରି ଘର ବନାଇ କରି ଆରାମରେ ଅଛି। ମନେ ରଖିବ, ସି ଯୋଉ ଏରିଆ ସେ ମନୋନୀତ କରିଥିଲା ସେଠି ଗଛ ବଢିଆ ଲଗା ହେଇଥିଲା ବିନଷ୍ଟ ହେବା ପୂର୍ବରୁ, ଆଉ ଘର ତିଆରି କରୁଥିଲେ ସେମାନେ, କିଣା ବିକା ବଢିଆ ଚାଲିଥିଲା ସେଠି, ବହୁତ ସୁନ୍ଦର ସବୁ ବ୍ୟବସାୟ ଚାଲିଥିଲା, ସବୁ ଠିକ ଥିଲା। ଆଉ ଏଇ ସିଟି ଗଲା, ସେ ଲିଡରସିପ ନେଲା, ଲେଖା ହଉଛି ତମ୍ବୁ ଲମ୍ବାଇଲା ତ ଲମ୍ବାଇଲା, ଆଉ ଯେତେ ପାଏ ଚାହିଁଲା ସେତେ ଲମ୍ବାଇଲା। ଏବେ ଆମେ ଦେଖିବା ତାପରେ ସେହି ସୋଦମର ଲୋକମାନେ ମହାଦୁଷ୍ଟ ଓ ସଦାପ୍ରଭୁଙ୍କ ଛାମୁରେ ଅତି ପାପିଷ୍ଟ ଥିଲେ। ଏଇଟା ସେ ଯୋଉ ଏରିଆ ମନ୍ଦିର କଲା, ସେ ଲୋକମାନେ କେମିତି ମହାଦୁଷ୍ଟ ଆଉ ପାପିଷ୍ଟ ଥିଲା। ଦେଖ ସିଆଡେ ହିଁ ଗଲା, ପୃଥକ ହେଇଗଲା, କିନ୍ତୁ କୁଆଡେ ଗଲା, ଦୁଷ୍ଟ ପାପୀ ମାନଙ୍କ ସହିତ ବାସ କଲା। এইটি নিষ্পত্তি যেবা নেবার ଟିକେ ভুল ହେଇଯିବ। ପ୍ରଥମେ ତ ସୁନ୍ଦର ଦୃଷ୍ଟି, କିନ୍ତୁ ସେ ଲୋକମାନେ କେମିତି, ଆମେ ଆମ ଖ୍ରୀଷ୍ଟିଆନ ଜୀବନ ସେତେବେଳେ ଆମେ ସୁନ୍ଦର କାଟି ପାରିବା ଆମେ କୋଉଠି ଅଛୁ, କୋଉ ଜାଗାରେ ଅଛୁ, କୋଉ ପ୍ରକାର ଲୋକଙ୍କ ସହିତ ଆମର ସହଭାଗିତା, କେଉଁ ପ୍ରକାର ଲୋକଙ୍କ ସହିତ ଆମର ବନ୍ଧୁତା, ଆମେ କେଉଁ ପ୍ରକାର ଲୋକଙ୍କ ସହିତ ମିଳିମିଶିକି ଅଛୁ। କେବେ ଚିନ୍ତା କରିବା ନାହିଁ ମଦ ହେଇଥାଉ ମିଶିଯିବି, ଗୋଟେ ଦିନ ନଷ୍ଟ ହେଇଯିବା। ଆମେ ଯେଉଁ ପ୍ରକାର ଲୋକମାନଙ୍କ ସହିତ ଅଛୁ ଆମେ ଚିନ୍ତା କରିବା ଖାଉ। ଅନେକ ବିଶ୍ୱାସୀ ଯାଆନ୍ତି କିନ୍ତୁ ମଣ୍ଡଳୀକୁ ଆସନ୍ତି ନାହିଁ, ସହଭାଗିତାକୁ ଆସନ୍ତି ନାହିଁ, ସେମାନେ ଅଲଗା ହେଇଯାଆନ୍ତି, ପୃଥକ ହେଇଯାଆନ୍ତି, ଛାଡି ଦିଅନ୍ତି, ସେମାନେ ଉପାସନା ପରିତ୍ୟାଗ କରିଦିଅନ୍ତି, ସେମାନେ
ସେମାନେ ଅନ୍ୟମାନଙ୍କ ସହିତ ବସବାସ କରନ୍ତି। ଖ୍ରୀଷ୍ଟିଆନ ଜୀବନ ଆମେ ଅନ୍ୟମାନଙ୍କ ସହିତ ରହିବୁ, କିନ୍ତୁ ଆମର ସହଭାଗିତା ଧାର୍ମିକ ମାନଙ୍କ ସହିତ, ଆମର ଲୋକମାନେ ପୃଥକ ହେଇଥିବା ଲୋକଙ୍କ ସହିତ ଆମେ ସହଭାଗିତା କରିବୁ। ତେଣୁ ଏବେ ଆମେ ଦେଖୁଛୁ ସେ ପୃଥକ ହେଲା ଆଉ ଗୋଟେ ପ୍ରକାର ଲୋକଙ୍କ ସହିତ ଗଲା, କଣ ସେମାନେ ଦୁଷ୍ଟ ଆଉ ପାପୀ ହେଲେ। ତାପରେ କଣ ଲେଖା ହେଇଛି? ଅନନ୍ତର ଅବ୍ରାହ୍ମଙ୍କ ଠାରୁ ଲୋଟ ପୃଥକ ହେଲା ଉତ୍ତାରେ ସଦାପ୍ରଭୁ ଅବ୍ରାହ୍ମଙ୍କୁ ହଁ। କହିଲେ, ଏଇଟା ମନେ ରଖ, ଏଠି ଭଲ କରି ଶୁଣ। ପ୍ରଭୁକୁ କେତେବେଳେ ଅବ୍ରାହ୍ମ କହିଲେ, କେତେବେଳେ କଥା କହିଲେ? ପୃଥକ ହେଲା ପୃଥକ ହେଲା। ଏ ମନେ ଥିବ, ଆମେ ଯଦି ପୃଥକ ଜୀବନ କାଟୁନୁ, ବାକ୍ୟ ଆମକୁ କିଛି ଲାଭ ହବ ନାହିଁ। ବାକ୍ୟ ଆସି ଶୁଣିବା ଆମକୁ ଖୁସି ଲାଭ ନାହିଁ, ଆନନ୍ଦ ଲାଗିବ ନାହିଁ। ଯେମିତି ଲୋକମାନେ ଭଉଣୀ ମାନେ ଟିଭି ଦେଖିଲେ ଯେମିତି ମନୋଯୋଗୀ ସହିତ ଦେଖୁଥିବେ, ଏଠି ସେମିତି ବସି ପାରବେ ନାହିଁ, ଶୁଣି ପାରବେ ନାହିଁ। କାହିଁକି? ଯାହାକୁ ଯୋଉ ଭଏସ ଭଲ ଲାଗିବ, ଯାହାକୁ ଯୋଉ ସ୍ୱର ଭଲ ଲାଗିବ। ଏବେ ମତେ ମୁଇଁ ବାକ୍ୟ କହୁଛି, ତମମାନେ କହୁ ନାହିଁ, ମୁଁ ନିଜ କହୁଛି। ଏଇଟା ମତେ କେତେ ବଢିଆ ଲାଗୁଛି। ମୁଇଁ ଆସିଥିଲି ଅନ୍ୟଟା କହିବା ପାଇଁ। ମୁଁ ଯଦି କହିଥାନ୍ତି ଅନ୍ୟଟା କହିଥାନ୍ତି, ମୁଁ ଆଜି ଏଭ୍ରି 10 ଅଧ୍ୟାୟ 11 ଅଧ୍ୟାୟ 12 ଅଧ୍ୟାୟ କହିଥାନ୍ତି, କିନ୍ତୁ ଏଠି ଆସିଲା ପରେ ମୁଁ ବଦଳିଗଲି, ଚେଞ୍ଜ ହେଇଗଲା। ଆଉ ମତେ ଭଲ ଲାଗୁଛି, ଏବାକୁ ମୁଁ ଜାଣିଛି, କିନ୍ତୁ ବହୁତ ଭଲ ଲାଗୁଛି। ଯଦି ନିଷ୍ପତ୍ତି ନେବା ପାଇଁ ଜୀବନରେ ଆମେ ତ୍ରୁଟି କରୁ, ଭୁଲ କରୁ, ଆମ ଜୀବନ ପୁରା ନଷ୍ଟ ହେଇଯିବ। ଏଇଟା ମନେ ରଖିବ। এই জগତରେ ଆମେ ଦୁଇଟାକୁ ପସନ୍ଦ କରେ, ମୃତ୍ୟୁ ନହେଲେ ଜୀବନକୁ ଆମେ ପସନ୍ଦ କରୁ। କୋଉଟା ପସନ୍ଦ କରବୁ? ଆମେ ସମସ୍ତେ ଜୀବନକୁ ପସନ୍ଦ କରନ୍ତି, କିନ୍ତୁ ଗୋଟେ ପ୍ରକାର ଜୀବନ ପସନ୍ଦ କରନ୍ତି, এই ଜଗତରେ ବଞ୍ଚିଥିବା ଜୀବନ। ଅନନ୍ତ ଜୀବନକୁ ସେମାନେ ପସନ୍ଦ କରନ୍ତି। ମୃତ୍ୟୁ, ଅନନ୍ତ ମୃତ୍ୟୁ ଦୁଇଟା ଅଛି। ଜୀବନ ଅଛି, ଅନନ୍ତ ଜୀବନ ଅଛି, ମୃତ୍ୟୁ ଅଛି, ଅନନ୍ତ ମୃତ୍ୟୁ ଅଛି। ତ ଲୋକ ପସନ୍ଦ କରନ୍ତି ବଞ୍ଚିବାକୁ ହିଁ ପସନ୍ଦ କରନ୍ତି, ମରବା ପାଇଁ ପସନ୍ଦ କରନ୍ତି ନାହିଁ। କିଏ ମରବା ପାଇଁ ପସନ୍ଦ କରନ୍ତି? ଯେତେବେଳେ ତାଙ୍କର ଦେହ ଅକାମୀ ହେଇଯିବ, ମୁଇଁ ମରିଗଲେ ହେତା, ମରିଗଲେ ହେତା ବୋଲି ସେ କହିବ। ଯେତେବେଳେ ହାତ ଗୋଡ଼ ଭଲ ଅଛି, ଠିକ୍ ଠାକ୍ ଅଛି, ବଞ୍ଚିଥିଲେ ହେଇଥାନ୍ତା ସେ କହିବ। ତେଣୁ ଆମର ଭିତରେ ଏବେ ଏତିକି ଜାଣିଛୁ ଯେ ମରଣ ଅଛି, ଜୀବନ ଅଛି। ତ ଦୁଇଟା ଭିତରେ ଆମେ କୋଉଟା ପସନ୍ଦ କରୁ, କିନ୍ତୁ ଏଇଠି ଆମେ ପସନ୍ଦ କରା ହବ যে ଅନନ୍ତ ଜୀବନ ବଞ୍ଚିଥିଲା ବେଳେ ଅନନ୍ତ ଜୀବନ ପସନ୍ଦ କରିବେ, ନହେଲେ କଣ ହବ? ଅନନ୍ତ ମୃତ୍ୟୁ ଆଡେ ମୁଁ ଯିବି। ତ ଆଜି ଅନେକ ଲୋକ ଜୀବନକୁ ପସନ୍ଦ କରନ୍ତି, ଅନନ୍ତ ଜୀବନକୁ ପସନ୍ଦ କରନ୍ତି ନାହିଁ। ଅନନ୍ତ ଜୀବନ ପସନ୍ଦ କଲେ ଜହନ 17:3 ଜାଣବା ଖବର, ଜହନ 17:3 ଲେଖା ହେଇଛି ଅନନ୍ତ ଜୀବନ କିଏ। ତେଣୁ ଏଇଠି ଆମେ ଦେଖୁଛୁ ଯେ ପୃଥକ ହେଲା ଉତ୍ତାରେ ପ୍ରଭୁ ତାଙ୍କୁ କଥା କହୁଛନ୍ତି। ତେଣୁ ଯେତେବେଳେ ପୃଥକ ଜୀବନ କାଟୁଥିବ, ବାକ୍ୟ ଆମମାନଙ୍କୁ ଜୀବିତ ହବ, ବାକ୍ୟ ଆମ ପାଇଁ ଜୀବନଦାୟକ ହବ, ବାକ୍ୟ ଆମକୁ ସବୁବେଳେ ଉତ୍ସାହ ଦବ, ବାକ୍ୟ ଆମକୁ ପ୍ରେରଣା ଦବ। ନହେଲେ ଗୋଟେ ସାଧାରଣ ବହି ପରି ହେଇଯିବ। ତାପରେ କଣ ଲେଖା ହେଇଛି? ଏବେ ତୁମେ ଯେଉଁଠାରେ ଅଛ ସେଇଠାରୁ ଅନାଇ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ଦୃଷ୍ଟିପାତ କର। ସେଟା ଲୋକ ନିଜେ ଦେଖିଲା, କିନ୍ତୁ ଏଇଠି କଣ କରୁଛନ୍ତି? ଯେତେ ପ୍ରାର୍ଥନା କରୁଛି ପ୍ରଭୁ ତାକୁ ଦେଖାଉଛନ୍ତି, ଦେଖ ସବୁଆଡେ ଦେଖ, ପୂର୍ବ ପଶ୍ଚିମ ଉତ୍ତର ଚାରିଆଡେ ଦେଖ। ଅନାଇବାଟା ଦୁଇ ପ୍ରକାର, ନିଜେ ଅନାଇବା ଆଉ ପ୍ରଭୁ ଆମକୁ ଅନାଇବା ପାଇଁ ସାହାଯ୍ୟ କରିବା, ସେ ଦୁଇଟା ଭିତରେ ପୁସ୍ତକ ଅଛି। ଆମେ ଦେଖୁଛୁ, ବଢିଆ ଲାଗୁଛି, ଆମେ ବୃଦ୍ଧି ପାଉଛୁ, ସମ୍ପତ୍ତି ବଢୁଛି, ପରିବାର ବଢୁଛନ୍ତି, ଜମି ବଢୁଛି, ଘର ବଢୁଛି, ବଢିଆ ଲାଗୁଛି। ତଳେ କିଛି ଅଛି କି ବିନାଶ? ବିନାଶ ଆସିଲା ବେଳେ ରକ୍ଷା ହବ ନାହିଁ, ପୁରା ନଷ୍ଟ ହେଇଯିବ। ବହୁତ ଧନୀ ବା ନଷ୍ଟ ହେଇଯାଇଛନ୍ତି, ବହୁତ ଜ୍ଞାନୀ ବା ନଷ୍ଟ ହେଇଯାଇଛନ୍ତି। ତେଣୁ ଆଜି ଆମମାନେ ମନେ ରଖିବାକୁ ହବ ଯେ ମୁଁ ନିଜେ ପସନ୍ଦ କରିବି, ପ୍ରଭୁ ମତେ ଅନାଇବା ପାଇଁ, ପ୍ରଭୁ ମୋର ମୁହଁକୁ ଦେଖାଇବେ, ଏଇଟା ଦେଖ, ଏଇଟା ଦେଖ। ଦେଖିଲା କଣ ଖାଇଛି? କାରଣ এই যে সকল দেশ তুমি দেখুଅଛ ତାହା ଆମେ ତୁମକୁ ଓ ଯୁଗାନୁକ୍ରମେ ତୁମର ବଂଶକୁ ଦେବା। ଏଇଟା ମନେ ରଖିବ। ମୁଁ ଯୋଉ ଜାଗା ଦେବି ଆଜି ପାଇଁ ନାହିଁ,
কেবে পর্যন্ত? যুগ যুগ। এইটা প্রভু দেখাইবা জায়গা। প্রভু যদি জায়গা দেখাইবে সে জায়গা যুগে যুগে ছিল। আমি দেখলা জায়গা বিনাশ হব। ସମସ୍ତେ ଆଜି ମନେ ରଖ, କେମିତି ପସନ୍ଦ କରୁଛୁ ଜୀବନରେ, ଜୀବନ ଆଉ ମୃତ୍ୟୁକୁ, ସତ ଆଉ ମିଛକୁ, ପାପ ଆଉ ମନ୍ଦତାକୁ, ବା ଧାର୍ମିକତା ଆହୁରି ମାନେ ଉତ୍ତମତା, କୋଉଟା ଆମେ ପସନ୍ଦ କରୁଛୁ? ପ୍ରଭୁ ଆମକୁ କୋଉଟା ପସନ୍ଦ କରିବା ପାଇଁ କହୁଛନ୍ତି? ଆମେ ଜଗତ ଲୋକ ପାଇଁ ପସନ୍ଦ କରୁ କି ଲୋଟ ପରି ପସନ୍ଦ କରୁ କି? ଯୋଉଠି ବିନାଶ ଅଛି କିନ୍ତୁ ଭଲ ଦେଖାଯାଉଛି ଆମେ ପସନ୍ଦ କରିଦଉଛୁ। ଏଠି ଆମେ ଅବ୍ରାହମର ଦେଖୁଛୁ କଣ ହେଲା ତାପରେ ଦେଖ। ପୁଣି ପୃଥିବୀର ଧୂଳି ପରି ଆମେ ତୁମର ବଂଶ ବୃଦ୍ଧି କରିବା, କେହି ଯେ ପୃଥିବୀସ୍ଥ ଧୂଳି ଗଣି ପାରି ତେବେ ତୁମର ବଂଶ ଗଣ୍ୟ ହେବ। ଖାଲି ଆମେ ଜାଗା ଦେବା ସେଟା ନୁହେଁ, ଆମେ ତୁମକୁ କଣ ଦେବା? ବଂଶ ଦେବା। ଏଇ ବଂଶ ପୃଥିବୀରେ ଏ ଯୋଉ ବଂଶ ଲେଖା ହେଇଛି ତାକୁ କଣ କୁହାଯାଏ? ଆଜିର ଦେଶ ହଉଛି ଇସ୍ରାଏଲ। ଯୋଉ ଦେଶ? ଇସ୍ରାଏଲ। ଛୋଟ ଦେଶ, ମାନେ ଏମିତି ଗ୍ଲୋବ ରେ ଗୋଟେ ପେନ ରେ ଚାପି ଦେଲେ ଦେଖାଯିବ ନାହିଁ। ଗ୍ଲୋବ ରେ ତମେ ଯଦି ଖୋଜିବ ଇସ୍ରାଏଲ ନାଁ ନଥିବ। ଗୋଟେ ଛୋଟ ଦେଶ, ବୁଝିପାରୁଛ? ଆଉ ଏବେ ଯୁଦ୍ଧ ଚାଲିଥିଲା ତମେ ଜାଣିଛ, କାହାକୁ ଡରେ ନାହିଁ ସେ। ଆମ ଦେଶରେ 140 କୋଟି ଲୋକ ଅଛୁ, ସେ ଦେଶରେ 1 କୋଟି ଲୋକ ଅଛନ୍ତି। ତାଙ୍କର ପାୱାର ଆମ 140 କୋଟିର ପାୱାର ସହିତ କିଛି ନାହିଁ। ଆମେ କିଛି କରିପାରୁ ନାହିଁ। ସେ ଯେତେବେଳେ ଇଚ୍ଛା କଲେ ମାରିଦେବ କାହାକୁ, ଯୋଉ ଦେଶ ଭିତରେ ଯାଇ ମାରିଦେବ, ସାନ ଦେଶ। ସେଥିପାଇଁ ବାଇବଲ ସତ୍ୟ ଏଟା ଲେଖା ହେଇଛି ବହୁତ ଆଗରୁ, ଦେଶ ଦେବା ଆଉ ବଂଶ ଦେବା। ସେଟା ଇସ୍ରାଏଲ, ଯୋଉ ବଂଶର ଯୀଶୁ ଖ୍ରୀଷ୍ଟ ଆସେ, ଜିହୁଦା ବଂଶ, ଆଜି ପର୍ଯ୍ୟନ୍ତ ସେମାନେ ଅଛନ୍ତି, ସାନ କିନ୍ତୁ ଅଛନ୍ତି। ଆଉ ସେଇ ବଂଶ ଯେତେବେଳେ ରିଜେକ୍ଟ କଲେ ପ୍ରଭୁ ଯୀଶୁଙ୍କୁ ଆଉ କ୍ରୁଶରେ ମାରିଦେଲେ, ଆମେ ଦୟା ପାଇଲୁ, ଆମେ ସୁଯୋଗ ପାଇଲୁ ଯୀଶୁଙ୍କ ପାଇଁ ହେବା ପାଇଁ, ଯୀଶୁଙ୍କ ପରି ହେବା ପାଇଁ। ତେଣୁ ଏଇଠି ଆମେ ଜାଣିବାକୁ ହବ ପ୍ରଭୁ ଆମମାନଙ୍କୁ ଅନନ୍ତକାଳୀନ ବିଷୟ ଦେବା ପାଇଁ ଇଚ୍ଛା କରନ୍ତି, କିନ୍ତୁ ଆମେ କଣ ଚାହୁଁ? ମାନେ ଅସ୍ଥାୟୀ ବିଷୟ, ଯୋଉଟା ସାଙ୍ଗେ ସାଙ୍ଗେ ନଷ୍ଟ ହେଇଯିବ, ସେଇଟା ଆମେ ପସନ୍ଦ କରୁ। ଆଜି ଆମେ ଦେଖିବା ମୋ ଜୀବନରେ ନିତ୍ୟ ବିଷୟ, ଅନନ୍ତ ବିଷୟ, ସର୍ବଦା ଥିବା ବିଷୟ ପସନ୍ଦ କରୁଛେ ନା କ୍ଷଣ ବିଷୟ, ଅଳ୍ପ ସମୟ ବିଷୟକୁ ପସନ୍ଦ କରୁଛେ? ଯଦି ଆମେ ଅସ୍ଥାୟୀ ବିଷୟ ପ୍ରତି ମନୋଯୋଗୀ ହବ, ନିଶ୍ଚୟ ବିନଷ୍ଟ ହବ। ଏବେ ଆମେ ପଢିବା ଆଉ ଶେଷ କରିବା। ଉଠ, ଏହି ଦେଶର ଦୀର୍ଘ ପ୍ରସ୍ତରେ ଭ୍ରମଣ କର, ଯେଣୁ ଆମେ ତୁମକୁ ତାହା ଦେବା। କଣ କରୁଛୁ ଆମେ? କେମିତି ଇଏ କର, ଚାଲ, ଦୀର୍ଘ ଆଡେ ଚାଲ, ଯେତିକି ଚାଲୁ ବୁଢା ସେତିକି ଜମି ତତେ ପ୍ରଭୁ ଉଣା ଦେବେ ନାହିଁ। ଯେ ପ୍ରଭୁ ବିଶ୍ୱାସ କର ତାକୁ ଉଣା ଦେବେ ନାହିଁ, ଅଧିକା ହବ। ତମେ ଜାଣବା କର, ମୁଁ ସବୁଠି କହେ, ଇସ୍ରାଏଲ ଦେଶର ଗାଈ, ଗୋଟେ ଗାଈ 100 ରୁ ଉପରେ ଲିଟର କ୍ଷୀର ଦବ। ଆମର ଗାଈ କେତେ ଦବ? 8 ଲିଟର ଦବ। କେତେ ଦବ? 100 ଲିଟର। ତାମାନେ ପାଣି ନାହିଁ କିନ୍ତୁ ମାଛ ବେଶୀ ଚାଷ କରିବେ। କିନ୍ତୁ ସେଟା ଖାଲି ପଥର, କିନ୍ତୁ ସେଠି ସବୁ ଗଛ ସେ ପାହାଡ଼, ସେ ପଥର ଉପରେ। କିନ୍ତୁ ସେଟା ବାଇବଲ ଲେଖା ହେଇଛି କେମିତି ହବ। ଆଉ ଠିକ ସେମିତି ପ୍ରଭୁ ସେ ଦେଶକୁ ଆଶୀର୍ବାଦ କରିଛନ୍ତି। ସେଇ ଦେଶ ଅଛି ତ ବାଇବଲ ସତ, ସେଇ ଦେଶ ଅଛି, ତେଣୁ ଆମମାନେ ମଧ୍ୟ ସେ ସତ୍ୟତା ପାଇଛୁ। ତେଣୁ ଏଇଠି ଦେଖ, ବୁଢା କୁହା ହଉଛି ତୁ ଚାଲ, ଯେତେ ଚାଲୁ ଚାଲ, ସିଆଡେ ଚାଲ, ଇଆଡେ ଚାଲ, ସେ ସବୁ ଆମେ ତୁମକୁ କଣ କରିବା? ଆମେ ତୁମକୁ ଦେବା। ଏଟା ମନେ ରଖିବ। ଇସ୍ରାଏଲ ଲୋକମାନେ ତା 400 ବର୍ଷ ପରେ ସେ ଦେଶ ଗଲେ,
କିନ୍ତୁ ଆଗେ ବୁଢା ଚାଲିଥିଲା ସେଠି ଯେତିକି ବୁଢା ଚାଲିଥିଲା ସେତିକି ଆଗ ଜାଗା ଦେଲେ ପ୍ରଭୁ କେତେ ଏବେ ଯେତିକି ଅଛି ସେତିକି ବିନ୍ଦୁ ଆକାର ମନେ ରଖିବେ କେତେ ଚାଲବ ଗୋଟେ ଲୋକ କେତେ ଲମ୍ବା ଚାଲବ ଚାଲିପାରିବ କି ସେ ଯେତିକି ଚାଲିଲା ପ୍ରଭୁ ତାକୁ ସେତିକି ଆଦିନ ସାନ ଦେଶ ଦେଲେ ଗୋଟେ ବଂଶ ଦେଲେ ସେ ବଂଶକୁ ଜର୍ମାନ ଲୋକମାନେ ନଷ୍ଟ କରିବା ପାଇଁ ଦେଖିଲେ କିନ୍ତୁ ସେମାନେ ଆହୁରି ଥରେ ସେ ବଂଶ ବାହାରିଲା 1948ରେ ସେ ଦେଶ ଆହୁରି ଥରେ ବଢିଲା ଆଉ ଗୋଟେ ନୂଆ ଦେଶ ବୋଲି ଖ୍ୟାତି ପାଇଲା ତେଣୁ ସେ ଗୋଟେ ଦେଶ ଆଉ ଚତୁର୍ଦିଗରେ ତାଙ୍କ ଶତ୍ରୁ ଦେଶମାନେ ଅଛନ୍ତି କିନ୍ତୁ ସେ କେବେ ଭୟ କରେନି ଯେହେତୁ ପ୍ରଭୁ କହିଛନ୍ତି ମୁଁ ଯୁଗାନୁକ୍ରମେ ରହିବ ପ୍ରଭୁ ଦେଖାଇଛନ୍ତି ପ୍ରଭୁ ଯୋଉ ଆଖି ଆମକୁ ଦେଖାଇବେ ସେଟା କେବେ ନଷ୍ଟ ହବ ନାହିଁ ବିନଷ୍ଟ ହବ ନାହିଁ ତେଣୁ ଏବେ କଣ ହେଲା ଶେଷ ପଦ ପଢିବା ସେତେବେଳେ ଅବ୍ରାମ ତମ୍ବୁ ତଳି ହିବ୍ରୋନ ନିକଟସ୍ଥ ମମ୍ରିର ଆଲନ ବୃକ୍ଷ ମୂଳେ ଯାଇ ବାସ କଲେ ପୁଣି ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ଯଜ୍ଞବେଦୀ ନିର୍ମାଣ କଲେ ମୁଁ ଲମ୍ବା ହବ କହିବି ନାହିଁ କୋଉଠି ବାସ କଲେ ଲେଖା ହେଇଛି କୋଉଠି ବାସ କଲେ ଲେଖା ହେଇଛି ମମ୍ରିର ଆଲନ ବୃକ୍ଷ ମୂଳେ ବୃକ୍ଷ ମୂଳେ ବାସ କଲେ ଘରେ ବାସ କଲେ ଲେଖା ହେଇନି ଏଡେ ବଡ ଜାଗା ଦେଲେ ପ୍ରଭୁ କୋଉଠି ଗଲା ଗୋଟେ ଗଛ ତଳେ ବାସ ଜାଣି ସେଟା ଏବେ ହବ ନାହିଁ ଭବିଷ୍ୟତରେ ହବ আর ଅନେକ ବିଷୟ ଅଛି କିନ୍ତୁ ସେ ତମ୍ବୁ ତିଆରି କଲା ଆଉ ବୃକ୍ଷ ତଳେ କେତେ ମହାନ ଲୋକ ଦେଖ ତମ୍ବୁ ଭିତରେ ନ ଥାଇ କରି ଗଛ ତଳେ ସେ ବାସ ଆରେ ଗୋଟେ ବଡ ବିଷୟ କଲା ଆଉ ଗୋଟେ କଣ ଲେଖା ହେଇଛି ଦେଖ ତା ତଳେ ଯଜ୍ଞବେଦୀ ନିର୍ମାଣ କଲେ କଣ ଲେଖା ହେଇଛି ପୁଣି ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ଯଜ୍ଞବେଦୀ ନିର୍ମାଣ କଲେ ହଁ ଆରମ୍ଭରେ ଆମେ ଦେଖିଲୁ ଯଜ୍ଞବେଦୀ ତିଆରି କଲେ ଶେଷରେ ମଧ୍ୟ ଯଜ୍ଞବେଦୀ ଖ୍ରୀଷ୍ଟିଆନ ଜୀବନ ସବୁବେଳେ ପ୍ରାର୍ଥନାର ଜୀବନ ଆରମ୍ଭରେ ପ୍ରାର୍ଥନା ଶେଷରେ ବି ପ୍ରାର୍ଥନା ପ୍ରାର୍ଥନା ସବୁବେଳେ ଦରକାର ପ୍ରାର୍ଥନା ଆମକୁ ପୃଥକ କରେ ଆଉ ପ୍ରାର୍ଥନା ଆମକୁ ଆଶୀର୍ବାଦ ଆଣିଦିଏ ଅବ୍ରାହ୍ମ ସେ ଆଶୀର୍ବାଦ ଆଣିଦେଲା ଯେ ପ୍ରାର୍ଥନା ନାହିଁ ଅନେକ ଲୋକ ପ୍ରାର୍ଥନା ଜାଣନ୍ତି ନାହିଁ ପ୍ରାର୍ଥନା କରିବା ପାଇଁ କିନ୍ତୁ ପ୍ରଭୁ ଆମକୁ ତାଙ୍କ ନାମ ଦେଇଛନ୍ତି ଯୀଶୁ ନାମରେ ଆମେ ପ୍ରାର୍ଥନା କରିପାରିବା ଆଉ ସେଇ ପ୍ରାର୍ଥନାର ମହତ୍ଵ ଅଛି ଯୋଉ ଯୋଉ ଦେଶରେ ଯୀଶୁକୁ ସ୍ଥାନ ଦେଇଛନ୍ତି ସେଇ ଦେଶ ନିଶ୍ଚୟ ବଦଳିଛି ଯୋଉ ଗାଁ ମୁଁ ବି ଦେଓମାଳି ଏରିଆରେ ଆମେ କାମ କରୁଛୁ ସେ ଗାଁ ଗୁଡାକ ବହୁତ କଦର୍ଯ୍ୟ ଥିଲା ଏବେ ସେ ଗାଁ ଗୁଡାକ ଦେଖିବ ଘରେ ଘରେ ପାଣି ଆମେ ଗଲା ପାଣି ନଥିଲା ଘରେ ଘରେ ଚାଷ ମାନେ ସବୁ ପ୍ରକାର ଜିନିଷ ପାଇପାରିବ ସେଠି ପ୍ରଭୁଙ୍କୁ ଯଦି ସୁଯୋଗ ଦେବ ପ୍ରଭୁ କାମ କରେ ପ୍ରଭୁ ଦେଖାଇ ଦେବେ ଆଉ ଯୋଉ କାମ ସେ କରିବେ ଯୁଗାନୁକ୍ରମେ ଥିବ ତେଣୁ ଆଜି ଆମେ ଯୋଉ ଅଂଶ ଦେଖୁଛୁ ଅବ୍ରାହମର ଯାତ୍ରା ଜୀବନ ଯାତ୍ରା ଆମେ ଦେଖୁଛୁ ଗୋଟେ ଅଲନ ମୁଖ୍ୟ ମୂଳେ 14 ଅଧ୍ୟାୟରେ ଶେଷ ହଉଛି ଆଉ ସେଇଠି ଆମମାନେ କିନ୍ତୁ ଯଦି 19 ଅଧ୍ୟାୟ 14 ଅଧ୍ୟାୟ ଦେଖିବ ଏଠି ପ୍ରଥମରେ ଲଟ ସମସ୍ୟା ପାଇଲା ତାକୁ ବନ୍ଦୀ କରି ନେଇଗଲେ 14 ଅଧ୍ୟାୟରେ ଯୋଉ ସ୍ଥାନ ସେ ମନୋନୀତ କରିଥିଲା ଅନ୍ୟ ଦେଶ ଲୋକମାନେ ତାକୁ ବନ୍ଦୀ କରି ନେଇଗଲେ ଅବ୍ରାହମ ତାକୁ ରକ୍ଷା କଲା 14 ଅଧ୍ୟାୟରେ ତାପରେ 18 ଅଧ୍ୟାୟରେ ପ୍ରଭୁ କହିଲେ ମୁଁ ଏଇ ଦେଶକୁ ବିନାଶ କରିବି ଅବ୍ରାହମ ସେ ଦେଶ ପାଇଁ ପ୍ରାର୍ଥନା କଲା କିନ୍ତୁ ରକ୍ଷା ପାଇପାରିଲା ନାହିଁ 19 ଅଧ୍ୟାୟ ପଢିବ ଯୋଉଟା ସୁନ୍ଦର ଦେଖା ଯାଉଥିଲା ସେ ଦେଶ ଆଜି ପର୍ଯ୍ୟନ୍ତ ବିନଷ୍ଟ ହେଇକରି ଅଛି এটা কাহানি নয় এটা পুরাণ নয় এটা সত্য ঘটনা তার স্ত্রী কণ হয়ে গেল লবণ স্তম্ভ হয়ে গেল তেণু বাক্য অনুসারে প্রার্থনা যদি করু প্রভু আমার এই জীবন যাত্রাকে সফল করিবে আমার পৃথক জীবন দেবে ଆମମାନଙ୍କୁ ଅନନ୍ତ ବିଷୟ ସବୁ ଦେବେ ତେଣୁ ଆଜି এই ନୂଆ ବର୍ଷର ପ୍ରାରମ୍ଭରେ ଗୋଟେ ଦିନ ବିତି ଯାଇଛି ସେକେଣ୍ଡରେ ଆମମାନେ ନିଷ୍ପତ୍ତି ନେବ ଆମେ କଣ ନିଷ୍ପତ୍ତି ନେବ ଯଦି ଆମ ନିଷ୍ପତ୍ତି ଠିକ ହେବ ସବୁ ଠିକ ହେବ ଯଦି ନିଷ୍ପତ୍ତି ଭୁଲ ହେଇଗଲା ସବୁ ଭୁଲ ହେଇଯିବ ଅନେକ ଲୋକ ନିଷ୍ପତ୍ତି ନେବା ପାଇଁ ଭୁଲ କରିଦେଲେ ଟିକେ ନିଷ୍ପତ୍ତି ଆମେ ଅଲଗା ନେଇଯାଉ
ବିନାଶ ଆଡ଼େ ଆମେ ଯିବୁ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ପ୍ରାର୍ଥନା କରିବା।